Welcome everyone to my channel. ଆଜି ଆମେ ଡିସ୍କସନ କରିବା ଓଡ଼ିଆ ଗ୍ରାମାରର କ୍ରିୟାପଦ ଉପରେ। ପୂର୍ବ କ୍ଲାସ ଗୁଡ଼ିକରେ ଆମେ ପଢି କରି ଆସିଛନ୍ତି ଆମର ପଦ କେତେ ପ୍ରକାର ଓଡ଼ିଆ ଗ୍ରାମାରର ନା ଆମର 5 ପ୍ରକାରର ପଦ ରହିଛି। ଓକେ, 5 ପ୍ରକାରର ପଦ ରହିଛି। କଣ କଣ ନା ବିଶେଷ୍ୟ, ବିଶେଷଣ, ସର୍ବନାମ, କ୍ରିୟାପଦ ଏବଂ ଅବୟବ। ସେଥିମଧ୍ୟରୁ ବିଶେଷ୍ୟ, ବିଶେଷଣ, ସର୍ବନାମ ଲାଷ୍ଟ ଆମର ସରିଯାଇଛି। ଯଦି ଦେଖିବାକୁ ଚାହୁଁଥିବେ ଓଡ଼ିଆ ଗ୍ରାମାରର ପ୍ଲେ ଲିଷ୍ଟ ଏଇ ୟୁଟ୍ୟୁବ ଚ୍ୟାନେଲରେ ଅଛି। ସେଇଥିରେ ଏ 3ଟି ଗ୍ରାମାରର କ୍ଲାସ ଭିଡ଼ିଓ ଗୁଡ଼ିକ ଅଛି। ଆଜି ଆମେ ପଢିବା କ୍ରିୟାପଦ ଏବଂ ପରବର୍ତ୍ତୀ କ୍ଲାସ ଗୁଡ଼ିକ ଆମେ ଡିସ୍କସନ କରିବା ଅବୟବ ପଦ। ଚାଲନ୍ତୁ ଦେଖିବା, ବୁଝିବା କ୍ରିୟାପଦ କହିଲେ ଆମେ କଣ ବୁଝୁ? ମାନେ କର୍ତ୍ତା ଯାହା କରେ ସେଇଟା ହଉଛି କ୍ରିୟା। ବୁଝିପାରିଲେ ନା? ଯେଉଁ ପଦ ଦ୍ୱାରା କୌଣସି କାର୍ଯ୍ୟ ହେବା, ହେଉଥିବା, ହୋଇଥିବା ସୂଚାଏ ତାହାକୁ କ୍ରିୟା କୁହାଯାଏ। ବାକ୍ୟରେ ବିଭିନ୍ନ ପଦ ଥାଏ, ବିଶେଷ୍ୟ, ବିଶେଷଣ, କ୍ରିୟାପଦ, ଏଇ ସର୍ବନାମ, ଏଇଭଳି ବହୁତ ପଦ ଥାଏ। ତେଣୁକରି ଯେଉଁ ପଦଟା କୌଣସି କାର୍ଯ୍ୟକୁ ସୂଚାଏ ତାହାକୁ ଆମେ କଣ କହିବା? କ୍ରିୟାପଦ ବା କାର୍ଯ୍ୟ ହେବା, ହେଉଥିବା, ହେଇଥିବା, ହେଉଛି, ସୂଚଉଥିବ ସେଇଟା ହଉଛି କ୍ରିୟା। ଅନ୍ୟ ଏକ ଡେଫିନେସନ ହେଲା କଣ? ବାକ୍ୟରେ କର୍ତ୍ତା ଯାହା କରେ ତାକୁ ମଧ୍ୟ କ୍ରିୟା କୁହାଯାଏ। ତା ସହିତ ପୂର୍ବ କ୍ଲାସ ପୁରୁଷ ବଚନ କ୍ଲାସ ଆମର ସରିଛି। ସେଇ ପୁରୁଷ ବଚନ କ୍ଲାସ ମଧ୍ୟ ଓଡ଼ିଆ ଗ୍ରାମାର ପ୍ଲେ ଲିଷ୍ଟରେ ମିଳିଯିବ। ଏଇ ପୁରୁଷ ବଚନ କ୍ଲାସ ଆମେ ଡିସ୍କସନ କରିକି ଆସିଥିଲେ କାଳ କିପରି ନିରୂପଣ କରିବ ନା କାଳ କ୍ରିୟା ଦ୍ୱାରା, କ୍ରିୟା ହିଁ ବାକ୍ୟରେ କାଳକୁ ଦର୍ଶାଇଥାଏ, କାଳ ଆଉ ବଚନକୁ ଦର୍ଶାଇଥାଏ କ୍ରିୟାପଦ। ଓକେ, ତେଣୁ କ୍ରିୟାପଦ ବାକ୍ୟରେ କାଳ ବଚନ ବିଷୟରେ ତଥ୍ୟ ପ୍ରଦାନ କରିଥାଏ। ପରବର୍ତ୍ତୀ ସ୍ଲାଇଡରେ ଆମେ ଏଇଠୁ ଆମେ ଦେଖିବା କଣ ନା କ୍ରିୟାର ବ୍ୟବହାର ଦୃଷ୍ଟିରୁ କ୍ରିୟାର ସ୍ୱରୂପ ବା କ୍ରିୟାର ପ୍ରକାର ଭେଦ ଗୁଡ଼ିକ କେତେ କେତେ ପ୍ରକାର ବାକ୍ୟରେ ଯୋଉ କ୍ରିୟା ବ୍ୟବହୃତ ହେଉଛି ସେଗୁଡ଼ିକୁ ଆମେ କେଉଁ କ୍ରିୟାପଦ କହିବା, ତାର ବ୍ୟବହାରିକ ଦୃଷ୍ଟିକୋଣରୁ ଆମେ ତାକୁ କେଉଁ କ୍ରିୟାପଦ କହିବା। ସବୁ କ୍ରିୟାପଦର ନାମ ସମାନ ନଥାଏ। ସବୁଗୁଡ଼ିକ କ୍ରିୟାପଦ ହେବେ ଯେଉଁଗୁଡ଼ିକ କାର୍ଯ୍ୟକୁ ସୂଚାଉଥିବେ, ମାତ୍ର ସେଗୁଡ଼ିକର ବ୍ୟବହାର ଦୃଷ୍ଟିକୋଣରୁ ତାର ନାମ ଭିନ୍ନ ଭିନ୍ନ ହବ। ସେଗୁଡ଼ିକ ବିଷୟରେ ଆମେ ଡିସ୍କସନ କରିବା। ଦେଖନ୍ତୁ ଏଠି କ ଆଉ ଖରେ ଦୁଇଟି ଚାରୋଟି ଆମର ଏକ୍ସାମ୍ପଲ ଦେଇଛି। ଗୋପାଳ କୂଅ ଖୋଳିଛି, ଗୋପାଳ ପିଣ୍ଡ ଦେଉଛି, ଗୋପାଳ ଦ୍ୱାରା କୂଅ ଖୋଳା ହୋଇଛି, ଗୋପାଳ ଦ୍ୱାରା ପିଣ୍ଡ ଦାନ ହେଉଛି। ଏଇ ପ୍ରଥମ ଦୁଇଟି ବାକ୍ୟରେ ଖୋଳିଛି, ଦେଉଛି ହେଉଛି ଆମର କ୍ରିୟାପଦ। ଏଠି ଆମର ଖୋଳା, ହୋଇଛି, ପିଣ୍ଡ ଦାନ, ହେଉଛି, ଇଏ କ୍ରିୟାପଦ। ଏ ଯୋଉ ଖୋଳିଛି, ଦେଉଛି, ଏଥିରୁ ଆମେ କଣ ଜାଣୁଛେ ନା କାର୍ଯ୍ୟଟା ସାଧିତ ହୋଇଛି ବା କାର୍ଯ୍ୟ ହେଇଛି। ବୁଝିପାରିଲେ, କାର୍ଯ୍ୟ ହେଇଛି ମାନେ ଗୋଟେ ଗୋପାଳ କୂଅ ଖୋଳିବା କାର୍ଯ୍ୟଟା ସାଧନା କରିଛି ବା ମାନେ ସାଧ୍ୟ ହେଇଛି। ଯେଉଁ କ୍ରିୟାପଦଟି କଣ କାର୍ଯ୍ୟର ସାଧନ ବିଷୟରେ କିଛି ସୂଚନା ଦେଇଥାଏ, କାର୍ଯ୍ୟର ସାଧନ ସିଦ୍ଧ ହୋଇଥିବାର ବା ସାଧ୍ୟ ହୋଇଥିବାର କିଛି ସୂଚନା ଦେଇଥାଏ, ତାହାକୁ ଆମେ କହିପାରିବା କଣ ନା ସାଧ୍ୟ କ୍ରିୟା। ଏଇଟା ଆମର ହବ, ଖୋଳିଛିଟା ହବ କଣ ସାଧ୍ୟ କ୍ରିୟା। ସାଧ୍ୟ କ୍ରିୟା ବା ସାଧିତ କ୍ରିୟା ବା ସାଧିତ କ୍ରିୟା। ଓକେ, କାରଣ କାର୍ଯ୍ୟର ସାଧନା ବିଷୟରେ, କାର୍ଯ୍ୟର ସାଧିତ ହେବା ବିଷୟରେ ଆମର ଏହି ଯୋଉ କ୍ରିୟାପଦଟି ସୂଚାଉଛି। ମାତ୍ର ଏଠାରେ କୂଅ ଖୋଳା ହୋଇଛି, ପିଣ୍ଡ ଦାନ ହୋଇଛି। ଯୋଉ ଖୋଳା ହୋଇଛିର ଯୋଉ ଆମର ଖୋଳା ହୋଇଛି, ଦାନ ହେଉଛି ଯୋଉ କ୍ରିୟାପଦରେ, ଖୋଳାଟା ଆମର କଣ? ଖୋଳାଟା ଗୋଟେ ନାମକୁ ବୁଝାଉଛି। କୋଉ ନାମକୁ? ନା ଗୋଟେ କାର୍ଯ୍ୟର ନାମକୁ ବୁଝାଉଛି। ଦାନ ଆମର କାର୍ଯ୍ୟର ନାମକୁ ବୁଝାଉଛି। ଦାନ ଗୋଟେ ଦାନ କରିବାର ନାମକୁ ବୁଝାଉଛି। ଖୋଳା ଯିବାର, ଖୋଳିବାର ନାମକୁ ବୁଝାଉଛି। ବୁଝନ୍ତୁ ଭଲ କରି। ସାଧିତ ବା ସାଧ୍ୟ କ୍ରିୟା ହେଉଛି କଣ? ଯେଉଁ କ୍ରିୟାପଦଟି କାର୍ଯ୍ୟ ସାଧନକୁ ବୁଝାଇଥାଏ, ଯେଉଁଥିରୁ ଆମେ କାର୍ଯ୍ୟ ସାଧିତ ହଉଛି ବୋଲି ଜାଣିପାରିଥାନ୍ତି, ସେଟା ହଉଛି କଣ? ସାଧ୍ୟ କ୍ରିୟାପଦ। ମାତ୍ର
ଯେଉଁ କ୍ରିୟାପଦରୁ ଯେଉଁ କ୍ରିୟାପଦ ଆମର କାର୍ଯ୍ୟର ନାମକୁ ବୁଝାଏ। ଆମର ଏଇଠି ଦେଖନ୍ତୁ ଦେଇଥିବ ଗୋଟିଏ ସିଦ୍ଧ, ଯୋଉ କାର୍ଯ୍ୟ ଆମର ଯୋଉ ସିଦ୍ଧ ହୋଇଯାଇଥିବା କାର୍ଯ୍ୟର ନାମକୁ ବୁଝାଏ। ଖୋଳା ହୋଇଛି ମାନେ ଗୋଟେ ସିଦ୍ଧ କାର୍ଯ୍ୟର ନାମକୁ ବୁଝାଏ। ତେଣୁକରି ସେତେବେଳେ ତାକୁ କୁହାଯିବ ସିଦ୍ଧ କ୍ରିୟା। ଓକେ, ସିଦ୍ଧ କାର୍ଯ୍ୟ ଯୋଉ କାର୍ଯ୍ୟଟା ଆମର ସାଧିତ ହେଇଯାଇଛି ତାର ନାମକୁ ଯେତେବେଳେ ବୁଝେଇବ ସେଟା ହବ ସିଦ୍ଧ କ୍ରିୟା। ଆଉ ଯେତେବେଳେ କାର୍ଯ୍ୟର ସାଧନା ବା ସାଧିତ ହବାକୁ ବୁଝାଇବ ସେତେବେଳେ ହବ ଆମର ସାଧ୍ୟ କ୍ରିୟା। ସିମ୍ପଲ ବୁଝେଇ ଦଉଛି ଏଠି ଦେଖନ୍ତୁ, ଖୋଳିଛି ଖୋଳିଛି ଆଉ ଗୋଟେ ହବ ଆମର ଖୋଳା ହବ, ଖୋଳା ହେଲା। ଓକେ, ଇଏ ହେଲା ଆମର ଦୁଇଟା କ୍ରିୟାପଦ। ଏଟା ଖୋଳିଛିଟା ଏ କାର୍ଯ୍ୟ ସାଧନ ହବାକୁ ସୂଚାଉଛି ବା କାର୍ଯ୍ୟ ସାଧିତକୁ ଜଣାଉଛି ଯେ ଖୋଳିଛି, କାର୍ଯ୍ୟ ସାଧିତ ହୋଇସାରିଛି, ଏଟା ହେଲା ଖୋଳିଛି। ଯେହେତୁ କାର୍ଯ୍ୟ ସାଧିତ ହୋଇସାରିଛି ତେଣୁକରି ଖୋଳିଛିଟା ହବ ଆମର ସାଧ୍ୟ ବା ସାଧିତ କ୍ରିୟା। ଓକେ, ଖୋଳା ହେଲା, ଖୋଳା ହେଲାଟା ଖୋଳା ହେଲା କ୍ରିୟାପଦରେ ଆମର ଖୋଳାଟା କ୍ରିୟାପଦର ଯୋଉ ଆମର କାର୍ଯ୍ୟ ଯୋଉ ଖୋଳା ହେବା ଯୋଉ କାର୍ଯ୍ୟ ଯୋଉ କ୍ରିୟାପଦ ସାଧିତ ହୋଇଛି ତାର ନାମକୁ ବୁଝାଉଛି ଖୋଳା। ଖୋଳା, ଦାନ ଏସବୁ ଯୋଉ ପଢା ଏସବୁ କଣ ଗୋଟେ କାର୍ଯ୍ୟ ଯୋଉ ଆମର ସିଦ୍ଧ ହୋଇଥିବା କାର୍ଯ୍ୟର ନାମକୁ ବୁଝାଉଥିବାରୁ ଏଗୁଡିକ କୁହାଯିବ ସିଦ୍ଧ କ୍ରିୟା। ବୁଝିପାରିଲେ? କ୍ଲିୟର? ଆଶା କ୍ଲିୟର ହେଇଯିବେ। ଓକେ, ସିଦ୍ଧ କ୍ରିୟା ହଉଛି ଆମର ସିଦ୍ଧ ହୋଇଥିବା କାର୍ଯ୍ୟର ନାମକୁ ବୁଝାଉଥିବ ସେଟା ହଉଛି ସିଦ୍ଧ କ୍ରିୟା। ତାକୁ ବେଳେ ବେଳେ ଆମେ କହିଥାନ୍ତି କ୍ରିୟା ବିଶେଷ୍ୟ ଭାବରେ କହିଥାନ୍ତି। ଏଟା ଆମର ବିଶେଷ୍ୟର ପ୍ରକାର ଭିତରେ ମଧ୍ୟ ପଢା ହେଇଛି, ସେଠାରେ ଆପଣ ଦେଖିପାରିବେ ସେ ପୂର୍ବ ଭିଡିଓଟିକୁ। ଓକେ, ଆଉ ସାଧିତ କ୍ରିୟା ବା ସାଧ୍ୟ କ୍ରିୟା କଣ ନା ଯେଉଁ ପଦ ଦ୍ଵାରା କର୍ତ୍ତା ବା ମୁଖ୍ୟ ପଦର କାର୍ଯ୍ୟ ସାଧନ ବିଷୟରେ ଜଣାପଡେ ବା ଯେଉଁ ପଦ ଦ୍ଵାରା କର୍ତ୍ତା ଯାହା କରୁଛି ବା ଯାହା କରିବ, ଯାହା କରିଛି ତାର ସାଧିତ କ୍ରିୟାରୁ ହିଁ ବୁଝାପଡେ, ତାର ଅର୍ଥ ସାଧିତ କ୍ରିୟାରୁ ବୁଝାପଡେ। ଓକେ, ବାକ୍ୟରେ ମୁଖ୍ୟ ପଦ ଯାହା କରେ ଯେଉଁ ପଦରୁ ଜଣାଯାଏ ତାହା ହଉଛି ସାଧିତ କ୍ରିୟା ବା ସାଧ୍ୟ କ୍ରିୟା। ଆଉ ଯୋଉ ଆମର ଯୋଉ କାର୍ଯ୍ୟଟି ସିଦ୍ଧ ହୋଇଯାଇଛି ବା ସାଧିତ ହୋଇଯାଇଛି ସେ କାର୍ଯ୍ୟର ନାମକୁ ଯୋଉ ପଦଟି ବୁଝେଇବ ସେଇଟା ଆମର ହବ କଣ ସିଦ୍ଧ କ୍ରିୟା। ନାମକୁ ବୁଝେଇଲେ ସିଦ୍ଧ କ୍ରିୟା, କାର୍ଯ୍ୟର ସାଧନାକୁ ବୁଝାଇଲେ ବା ସାଧିତ ହବାକୁ ବୁଝାଇଲେ ସେଟା ଆମର ହବ ସାଧ୍ୟ କ୍ରିୟା। ଓକେ, ବର୍ତ୍ତମାନ ଦେଖିବା କ୍ରିୟାର ମୂଳ ପ୍ରକୃତି କଣ। ଆମେ ଧାତୁ ଏ ବିଷୟରେ ଆମେ ପଢି କରି ଆସିଛନ୍ତି ପୂର୍ବ କ୍ଲାସ ଗୁଡିକ। ଓକେ, ଆମର ଖେଳିବା, ଖେଳିବା ହଉଛି ଗୋଟେ କ୍ରିୟାପଦ। ଧାତୁ ବିଷୟରେ ବୁଝିଥାନ୍ତୁ କଣ ଆଗକୁ ଏହା ବିଷୟରେ ଆମେ ପଢିବା। ଓକେ, ଏଇ ଭିଡିଓରେ ମଧ୍ୟ ଅଛି ସେ ବିଷୟରେ। ଖେଳିବା ହଉଛି କଣ ନା ଆମର କ୍ରିୟାପଦ। ହସିବା ହଉଛି ଆମର କଣ କ୍ରିୟାପଦ। ଏସବୁ ହଉଛି ଆମର କ୍ରିୟାପଦ। ପଢିବା ବି ଆମର ହେଲା କଣ ନା କ୍ରିୟାପଦ। ଓକେ, ଖେଳିବା ହସିବା ପଢିବା କ୍ରିୟାପଦ। ମାତ୍ର ଖେଳିବା କ୍ରିୟାପଦଟି, ହସିବା କ୍ରିୟାପଦଟି, ପଢିବା କ୍ରିୟାପଦଟି ଇଏ ଗୋଟେ ଏମାନଙ୍କର ଗୋଟେ ମୂଳ ପ୍ରକୃତି ଅଛି। ସେଇ ମୂଳ ପ୍ରକୃତିରେ ଆମର ବିଭିନ୍ନ ଶବ୍ଦ କିମ୍ବା କୌଣସି ପ୍ରତ୍ୟୟ ଲଗାଇ ଏଇ ପଦ ଗୁଡିକ ଆମେ ଗଢିଛନ୍ତି, କ୍ରିୟାପଦକୁ ଗଢିଛନ୍ତି। ତେଣୁକରି ଖେଳିବା, ଖେଳିବାର ମୂଳ ପ୍ରକୃତି ହଉଛି କଣ ନା ଖେଳ। ଖେଳରେ ଇବା ଶବ୍ଦଟି ଲାଗି, ଇବାଟି ଲାଗି ଆମର କଣ ହେଇଛି ଖେଳିବା। ବୁଝିଲେ? ତେଣୁ ଖେଳିବା କ୍ରିୟାପଦଟି ହେଲା। ଖେଳିବା କ୍ରିୟାପଦଟି କେମିତି ହେଲା ନା ଖେଳ ରେ ଇବା ମିଶିକରି ଖେଳିବା ହେଲା। ତା ଅର୍ଥ ଖେଳିବାର ଅରିଜିନେଟ କୋଉଠି ହୋଇଛି ନା ଖେଳ ଶବ୍ଦରୁ ହୋଇଛି। ତେଣୁ ଖେଳଟା ହଉଛି ଖେଳିବାର ମୂଳ ପ୍ରକୃତି। ତେଣୁକରି ଖେଳିବାର ଆମର କହିଛନ୍ତି କ୍ରିୟାପଦର, ଏଟା ଯଦି କ୍ରିୟା ହେଲା କ୍ରିୟାପଦର ମୂଳ ପ୍ରକୃତି ହଉଛି କଣ ଧାତୁ। ଏଟା ଯଦି କ୍ରିୟାପଦ ହେଲା ତାର ମୂଳ ଆମର ଖେଳିବାର ମୂଳ ପ୍ରକୃତି ହଉଛି କଣ ଖେଳ। ତେଣୁ ଏଟା ହଉଛି ତାର କଣ ମୂଳ ପ୍ରକୃତି ଖେଳିବାଟା। ତେଣୁକରି ଖେଳଟା, ଖେଳିବା କ୍ରିୟାପଦର ମୂଳ ପ୍ରକୃତି ହଉଛି ଖେଳ। ଯେହେତୁ ଆମେ ପଢିକରି ଆସିଛନ୍ତି କ୍ରିୟାର ମୂଳ ପ୍ରକୃତିକୁ ଧାତୁ କୁହାଯାଏ, ତେଣୁ ଖେଳିବାର ଧାତୁ ରୂପ ହଉଛି କଣ ନା ଖେଳ। ଓକେ, ଖେଳିବାର ଧାତୁ ରୂପ ହଉଛି ଖେଳ। କ୍ଲିୟର ହେଇଗଲା? ଖେଳିବା ଯେହେତୁ ଖେଳ ଶବ୍ଦରୁ ଗଠିତ ହୋଇଛି ତେଣୁ ଖେଳଟି ହବ ଖେଳିବା କ୍ରିୟାପଦର ଧାତୁ ରୂପ। ସେହିପରି ପଢିବାର ହବ ପଢ, ହସିବାର ହସ,
ଏବେ ଜାଣିପାରିଲେ ସେଇ ଧାତୁ ରୂପ ଗୁଡିକରେ ଏଟା ଯେମିତି ଦେଇଛୁ ଉ ଛୁ ଲଗେଇ ପଢୁଛୁ ଇଛି, ଇବୁ, ଇ ଥାନ୍ତୁ ଏସବୁ ଲଗାଇ ଆମେ କଣ କରିଥାନ୍ତି ନା ଭିନ୍ନ ଭିନ୍ନ କ୍ରିୟାପଦ ଗଠନ କରିଥାଉ। କ୍ଲିୟର? କ୍ରିୟାପଦର ମୂଳ ପ୍ରକୃତି ଧାତୁରେ ଆମେ ବିଭିନ୍ନ ପ୍ରକାରର ପ୍ରତ୍ୟୟ କିମ୍ବା ପଦ ଯୋଗ କରି ଆମେ କ୍ରିୟାପଦକୁ ଗଠନ କରିଥାନ୍ତି। ବୁଝିପାରିଲେ? କ୍ଲିୟର? ଓକେ। ତାପରେ ନେକ୍ସଟ ଆମେ ଯିବା କଣ ଯେମିତି ଦେଇଛି ସେଟାକୁ କହିକି ଯୋଉ ଆସିଲି ଯା ନେ ଖା ଦେ ବସ ଏସବୁ ଯୋଉ ଅଛି ଏସବୁ ଯୋଉ ଆମର ଧାତୁ ଅଛି ଏଇ ଯା ଯା ଲଗେଇଦବା ଛୁ ଯାଇଛୁ ଯାଇଛୁଟା ହଉଛି କ୍ରିୟାପଦ। କ୍ରିୟାପଦର ଏଇ ଯାଇଛୁର ମୂଳ ପ୍ରକୃତି ବା ଧାତୁ କଣ ନା ଯା। ବୁଝିପାରିଲେ? ସେଇଭଳି ଆମେ କ୍ରିୟାର କ୍ରିୟାପଦ ଅଛି କ୍ରିୟାପଦର ସ୍ୱରୂପ ଦେଖିବା। କ୍ରିୟାପଦର ସ୍ୱରୂପ ଅନୁଯାୟୀ ଆମେ କ୍ରିୟାପଦକୁ କେତେ ଭାଗରେ ବିଭକ୍ତ କରିଛନ୍ତି ସେ ବିଷୟରେ ବର୍ତ୍ତମାନ ଆଲୋଚନା କରିବା। ଓକେ। ଯେପରିକି ଆମର ସ୍ୱରୂପ ମାନେ କଣ କୋଉ କାର୍ଯ୍ୟ ସରିଯାଇଛି ସମ୍ପନ୍ନ ହେଇଛି ଅସମ୍ପନ୍ନ ହେଇଛି କଣ ସେସବୁ ବିଷୟ ଚାଲନ୍ତୁ ଡିସ୍କସନ କରିବା। ଦେଖନ୍ତୁ କ୍ରିୟାର ସ୍ୱରୂପକୁ ନେଇ ଆମେ ତାକୁ ତିନି ଭାଗରେ ବିଭକ୍ତ କରିଛନ୍ତି। ଗୋଟିଏ ହଉଛି ସମ୍ପନ୍ନ, ଗୋଟିଏ ଅସମ୍ପନ୍ନ ଏବଂ ଅନ୍ୟଟି ହଉଛି ନାମଧାତୁ। ତ ତିନୋଟି ଜିନିଷକୁ ଆମେ ବର୍ତ୍ତମାନ କଣ କରିବା ସେପାରେଟ ଆଲୋଚନା କରିବା। ଓକେ। ସମ୍ପନ୍ନ କଣ? ସମ୍ପନ୍ନ ସମାପନକୁ ଅର୍ଥ ବୁଝାଉଛି। ଅସମ୍ପନ୍ନ କଣ? ଅସମ୍ପନ୍ନ ହଉଛି ଆମର ଅସମ୍ପନ୍ନ ଅର୍ଥକୁ ଯୋଉଟା ବୁଝାଉଛି। ନାମ ଧାତୁ କଣ? ଏ ନାମ ଧାତୁରେ ଆମର ଯୋଉ କ୍ରିୟାର ଧାତୁ ଆମେ ବର୍ତ୍ତମାନ ଡିସ୍କସନ କରିକି ଆସିଲେ ଯଦି ସେଇଟା କ୍ଲିୟର ହେଇଥିବ ଏଇଟା ଏଠି ବୁଝିପାରିବେ। ଓକେ। ବର୍ତ୍ତମାନ ଚାଲନ୍ତୁ ଦେଖିବା ସମ୍ପନ୍ନ ଆଉ ଅସମ୍ପନ୍ନ। ଯେପରି ଏଇ ଯୋଉ ବାକ୍ୟରେ ଆମର ସବୁ ଦେଇଛି ଦେଖନ୍ତୁ ସେ ପଢୁଛି, ମୁଁ ପଢୁଥିଲି, ତୁମେ ପଢୁଛ, ଆପଣ ପଢୁଛନ୍ତି, ସେ ପଢିଛି, ମୁଁ ପଢିଥିଲି, ତୁମେ ପଢିଛ, ଆପଣ ପଢିଛନ୍ତି। ଏ 8ଟି ବାକ୍ୟ ଦେଇଛି କ ଖରେ। ପ୍ରଥମ କରେ ଯୋଉ ବାକ୍ୟ ଗୁଡିକ ଦେଇଛି ସେ ପଢୁଛି, ମୁଁ ପଢୁଥିଲି, ତୁମେ ପଢୁଛ, ଆପଣ ପଢୁଛନ୍ତି। ଏଇ ଯୋଉ ବାକ୍ୟ ଯେତେବେଳେ କୁହାଯାଉଛି ଯେତେବେଳେ ଆମେ ଏଇ ବାକ୍ୟକୁ ବୁଝିବାକୁ ଚେଷ୍ଟା କରିବା ଆମେ ଜାଣୁଛନ୍ତି କଣ ନା ବାକ୍ୟର ଯୋଉ ଆମର ପଢା କାର୍ଯ୍ୟଟା ହଉଛି ପଢା କାର୍ଯ୍ୟଟା ଶେଷ ନ ହୋଇଥିବା ସୂଚନା ମିଳୁଛି ଏଥିରୁ। ଏଇ ବାକ୍ୟ ଗୁଡିକୁ ମିଳୁଛି। ହଁ ସେ ପଢୁଛି ତାହେଲେ କର୍ତ୍ତା ଯେ ସେ ପଢୁଛି ତାର ଯୋଉ ପଢିବା କାର୍ଯ୍ୟଟା ସମାପନ କରିନାହିଁ। ମୁଁ ପଢୁଥିଲି ଯଦି ଗୋଟେ ପାଷ୍ଟ ଟେନ୍ସ ଅଛି ଆପଣ ମାନେ କହିପାରିବେ ସେ ତ ପଢୁଥିଲି ଲେଖିଛି ତାମାନେ ତ ପାଷ୍ଟ କାର୍ଯ୍ୟ ସରିଯାଇଛି। ମନେକର ମୁଁ ବିଜ୍ଞାନ ବହିର ଚାପ୍ଟର 2 ପଢୁଥିଲି ସେଟା ଯଦି ମୁଁ ସମାପନ କରିନଥିବି ମୁଁ ପଢୁଥିଲି ବଟ୍ ତାକୁ ସମ୍ପୂର୍ଣ୍ଣ ସାରି ନେଇ ନା। ତେଣୁ କର୍ତ୍ତା ଯେତେବେଳେ ଯୋଉ କାର୍ଯ୍ୟ କହୁଛି ବା କରିବା କାର୍ଯ୍ୟଟିକୁ କହୁଛି ସେ କାର୍ଯ୍ୟଟି ସମାପନ କରିନି ଯଦିଓ ଅତୀତ କାଳରେ ଘଟିଛି କିନ୍ତୁ କାର୍ଯ୍ୟଟି ସମାପନ ଅର୍ଥକୁ ବୁଝାଉ ନାହିଁ। ମୁଁ ବିଜ୍ଞାନ ବହିର ପ୍ରଥମ ଚାପ୍ଟର ପଢୁଥିଲି ପେଜ 2 ପଢିଥାଇପାରେ, ପେଜ 1 ପଢିଥାଇପାରେ, ଆଉ 2 ପେଜ ଅଛି ତାମାନେ ସେ ଚାପ୍ଟର 1 ଟା ପଢା ସରିନାହିଁ ବା ଅସମ୍ପୂର୍ଣ୍ଣ ଅର୍ଥକୁ ବୁଝାଉଛି। ସେଇଭଳି ତୁମେ ପଢୁଛ, ଆପଣ ପଢୁଛନ୍ତି ଏସବୁ କଣ ବର୍ତ୍ତମାନ କାଳରେ କଣ୍ଟିନ୍ୟୁ କରୁଛି ସମ୍ପନ୍ନ ଅର୍ଥକୁ ବୁଝାଉ ନାହିଁ ଅସମ୍ପନ୍ନ ଅର୍ଥକୁ ବୁଝାଉଛି। ତେଣୁକରି ଏଇ ଯୋଉ କ୍ରିୟା ଗୁଡିକୁ ପଢୁଛ, ପଢୁଥିଲି, ପଢୁଛନ୍ତି, ପଢୁଛି ଏସବୁ ହଉଛି ଅସମ୍ପନ୍ନ ସୂଚକ କ୍ରିୟାପଦ। ବୁଝିପାରିଲେ? ଅସମ୍ପନ୍ନ ସୂଚକ କ୍ରିୟାପଦରେ ଆମେ ଉ ପ୍ରତ୍ୟୟ ଲଗାଇ ଉଟା ଆମର ଅସମ୍ପନ୍ନ ଅର୍ଥରେ ଲାଗିଥାଏ ଲଗାଇ ଆମେ ବିଭିନ୍ନ ପ୍ରକାର କ୍ରିୟା ଗଠନ କରିଥାଉ। ପଢୁଛି, ପଢୁଥିଲି, ପଢୁଛ, ପଢୁଛୁ। ବୁଝିପାରିଲେ? ସେଇଭଳି ସମ୍ପନ୍ନ ସୂଚକ ଯେପରି ଆମର ପଢିଛି, ପଢିଥିଲି, ମୁଁ ଚାପ୍ଟର 2 ପଢିଛି। ପଢିଛି ମାନେ କଣ ଚାପ୍ଟର 2 ସେ ସବୁ ପ୍ରାୟ ସବୁ ପେଜ ପଢିଛି। ବୁଝିପାରିଲେ କଣ? ମୁଁ ପଢିଥିଲି, ମୁଁ ଇତିହାସରେ ରାଜା ବିକ୍ରମାଦିତ୍ୟଙ୍କ ବିଷୟରେ ପଢିଥିଲି। ତାହେଲେ ସେ କାର୍ଯ୍ୟଟା ସେ କଣ ସମାପନ କରିଦେଇଛି ସମ୍ପନ୍ନ ଅର୍ଥ ବୁଝାଉଛି। ପଢିଛ ସମ୍ପନ୍ନ ଅର୍ଥ ବୁଝାଉଛି। ଖେଳିଛନ୍ତି ସମ୍ପନ୍ନ ଅର୍ଥ ବୁଝାଉଛି। ଯେହେତୁ ବାକ୍ୟରେ ଏଇ କ୍ରିୟାପଦ ଗୁଡିକ ସମ୍ପନ୍ନ ଅର୍ଥକୁ ବୁଝାଉଛି ବୁଝିପାରିଲେ ମାନେ ବାକ୍ୟର ଯୋଉ ଆମର ପଢିବା କାର୍ଯ୍ୟ ହଉ ଖେଳିବା କାର୍ଯ୍ୟ ହଉ ଏସବୁ କାର୍ଯ୍ୟର ଶେଷ ଅର୍ଥକୁ ବୁଝାଉଛି ସମାପନ ହୋଇଥିବା ଅର୍ଥକୁ ଇଣ୍ଡିକେଟ କରୁଛି। ତେଣୁକରି
ଏ ପଢିଛି, ପଢିଥିଲି, ପଢିଛ, ପଢିଛନ୍ତି, ଖେଳିଛନ୍ତି, ଏସବୁକୁ ଆମେ କହିପାରିବା କଣ ନା କଣ କହିପାରିବା? ସମ୍ପନ୍ନ ସୂଚକ କ୍ରିୟାପଦ। ଯେପରି ଆମର ଅସମ୍ପନ୍ନ ସୂଚକରେ ଉ ପ୍ରତ୍ୟୟ ଲାଗେ, ସେଇଭଳି ଆମର ସମ୍ପନ୍ନ ସୂଚକ କ୍ରିୟାପଦ ଗୁଡ଼ିକରେ ତାଙ୍କର ଯୋଉ ମୂଳ ଧାତୁରେ ଆମର କଣ ଲାଗେ ନା ଇ ଲାଗିକରି କ୍ରିୟାପଦଟି ଗଠିତ। ଦେଖନ୍ତୁ ପଢ, 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 ଇ ଲାଗିଲା ପଢି, ତାପରେ ଛି ଲାଗିଲେ ହବ ପଢିଛି। ଯଦି ଆମର ଛନ୍ତି ଲଗେଇଦବା ପଢିଛନ୍ତି। ଏଇଭଳି ଆମର କଣ କ୍ରିୟାପଦ ଗଠିତ ହୋଇଥାଏ। ସେଇଭଳି ତାର ଯଦି ଆମର ଯୋଉ ସମ୍ପନ୍ନ ଅସମ୍ପନ୍ନ ବିଷୟରେ କ୍ଲିୟର ହେଇଗଲେ, ତାର ଡେଫିନେସନ ଜାଣିବା। ଯେଉଁ କ୍ରିୟାପଦରୁ କର୍ତ୍ତା କରୁଥିବା କାର୍ଯ୍ୟର ସମାପ୍ତି ବା ସମ୍ପନ୍ନ ହୋଇଥିବାର ଅର୍ଥ ବୁଝା ପଡେ, ତାହାକୁ ସମ୍ପନ୍ନ ସୂଚକ କ୍ରିୟାପଦ କୁହାଯାଏ। କ୍ଲିୟର? ଏବଂ ଯେଉଁ କ୍ରିୟାପଦରୁ କାର୍ଯ୍ୟର ଅସମ୍ପନ୍ନ ହେବାର ସୂଚନା ମିଳେ, ତାକୁ ଅସମ୍ପନ୍ନ ସୂଚକ କ୍ରିୟାପଦ କୁହାଯାଏ। ଡିସ୍କସନ କରିକି ଆସିବି। ଆପଣ ଭାବୁଥିବେ ଇଂଲିଶ ଆମର ଯୋଉ ଯଦି ବିଭିନ୍ନ ଗଭର୍ଣ୍ଣମେଣ୍ଟ ଏକ୍ଜାମରେ ଓଡିଆ ଗ୍ରାମର ତ ଡାଇରେକ୍ଟ ତ କୋଶ୍ଚିନ୍ ପଡିଯିବ, ସେ ପଢୁଛି, ସେ ପଢୁଛି। ରେଖା କହିଥିବ ନା ରେଖାଙ୍କିତ କ୍ରିୟାଟି ନିମ୍ନଲିଖିତ କେଉଁ କ୍ରିୟାପଦ ଅଟେ? ନାମ ଧାତୁ, ସମ୍ପନ୍ନ, ଅସମ୍ପନ୍ନ। ଏଭଳି ଆସିବ। ମୁଁ ତ ମାରିବି ଏଠି ଅସମ୍ପନ୍ନ। ତେଣୁ ଏତେ ପଢେଇବାର ଥିଓରି ପଢେଇବାର କାରଣ କିଛି ଅଛି କି? ଥିଓରି ନ ପଢିଲେ ଆପଣ ମାନେ ସେ କୋଶ୍ଚିନ୍ ଆଟେଣ୍ଡ କରିବାକୁ ଆପଣଙ୍କୁ କଷ୍ଟ ହବ। ଥିଓରି କ୍ଲିୟର ହବାର ଅଛି। ଥିଓରି ପୁରା ଫଣ୍ଡାମେଣ୍ଟାଲ ଯୋଉ ଥିଓରିଟା ରହୁଛି ଆମର କ୍ରିୟାପଦର ଓଡିଆ ବ୍ୟାକରଣ, ଏସବୁ କ୍ଲିୟର ହବାର ଅଛି। ଆମର ଗ୍ରାମାର, ଓଡିଆ ଗ୍ରାମାର ଏକ୍ଜାମରେ କେବଳ ସର୍ଟ କୋଶ୍ଚିନ୍ ପଡେ, ମଲ୍ଟିପୁଲ ଚଏସ୍ ପଡେ, ଓକେ, ପୁଣି ଥିଓରି ପଡେ। ମାତ୍ର ଥିଓରି ବିଷୟରେ ଆମର ଜ୍ଞାନ ରହିବା ଅତି ଆବଶ୍ୟକ। ବୁଝିପାରିଲେ? ସମ୍ପନ୍ନ ଅସମ୍ପନ୍ନ ସୂଚକ କ୍ରିୟା ଗଲା। ଏହାପରେ ଦେଖିବା ନାମ ଧାତୁ କ୍ରିୟାପଦ। ଏଇଠି ଦେଖନ୍ତୁ ନାମ ଧାତୁ କ୍ରିୟାପଦ ଆମେ ପଢିକରି କଣ ଆସିଛନ୍ତି ନା କ୍ରିୟାର ମୂଳ ହଉଛି ପ୍ରକୃତି ହଉଛି କଣ ଧାତୁ। ଯୋଉ ନାମ ଧାତୁ କ୍ରିୟାରେ ନାମ ଧାତୁ ଏ ଅର୍ଥ କଣ ମିଳୁଛି ନା ଏଇ ଯୋଉ ଶବ୍ଦଟିରେ ନାମଟା ଧାତୁ ରୂପରେ ବ୍ୟବହୃତ ହୋଇଛି। ନାମ ମାନେ ବିଶେଷ ହେଇପାରେ, ବିଶେଷଣ ହେଇପାରେ, ସେଟା ଧାତୁ ରୂପରେ ବ୍ୟବହୃତ ହୋଇଛି। ଯୋଉ ବ୍ୟବହୃତ ହୋଇ କ୍ରିୟାପଦ ଗଠନ କରାଯାଇଛି ବୋଲି ତାକୁ କହିପାରିବୁ ଯେ ଆମର ନାମ ଧାତୁ କ୍ରିୟାପଦ। କିପରି ଆମେ ଏଠି ଏକ୍ସାମ୍ପଲ ମାଧ୍ୟମରେ ଦେଖେଇବା। ରାମ ଏଇ କଥାଟିକୁ ମୁଣ୍ଡେଇଲା, ଏଇଟା ହଉଛି କ୍ରିୟାପଦ। ଏଇଟା କେଉଁ କ୍ରିୟାପଦରେ ଯିବ? ଏଇଟା ହବ ନାମ ଧାତୁ କ୍ରିୟାପଦ। କାହିଁକି ନା ମୁଣ୍ଡ ହଉଛି ଗୋଟେ ଶବ୍ଦ, ସେଠି ଆ ପ୍ରତ୍ୟୟ ଲାଗି ମୁଣ୍ଡା ହୋଇଛି। ତାପରେ ଉଛି, ଇବା ବିଭିନ୍ନ ପ୍ରକାର ପଦ ବା ଶବ୍ଦ ଲାଗିକି ଆମେ ଗୋଟେ ଗୋଟେ କ୍ରିୟାପଦ ଗଠନ କରିଛୁ। ବୁଝିପାରିଲେ? ତ କ୍ରିୟାର ମୂଳ ହଉଛି ଆମର ଧାତୁ। ଧାତୁରେ ବିଭିନ୍ନ ପ୍ରକାର କଣ ପଦ ବା ପ୍ରତ୍ୟୟ ଲାଗିକରି କଣ କ୍ରିୟାପଦ ହୁଏ, କ୍ରିୟା ଗଠିତ କରାଯାଏ। ବୁଝିପାରିଲେ? ଏଠି ଆମର ମୁଣ୍ଡରେ ଯୋଉ ମୁଣ୍ଡେଇବା କ୍ରିୟାପଦଟି, କ୍ରିୟାପଦର ନାମ ହଉଛି କଣ ନା ମୁଣ୍ଡେଇବା। ବୁଝିଲେ? ମୁଣ୍ଡେଇବା ହେଲା କ୍ରିୟାପଦ। ସେ କେମିତି ଗଠିତ ହୋଇଛି ନା ମୁଣ୍ଡରେ ମୁଣ୍ଡରେ ଆ, ଏ, ଇବା ଏସବୁ ମାନେ ମୁଣ୍ଡରେ ଆମର ଆ, ଏ, ଇବା ଏସବୁ ଲାଗିକରି ଆମର ମୁଣ୍ଡେଇବାଟା ଗଠନ କରାଯାଇଛି। ତାମାନେ ମୂଳ ଶବ୍ଦଟା କିଏ ରହିଲା? ମୁଣ୍ଡ। ଏଇଟା ହଉଛି ତାର ମୁଣ୍ଡେଇବା କ୍ରିୟାପଦର ପ୍ରକୃତି। ତେଣୁକରି ଆମର କୁହାଯାଇଛି ଆମର କ୍ରିୟାପଦର ମୂଳ ହଉଛି କିଏ? ପ୍ରକୃତି। ପ୍ରକୃତିର କଣ କହନ୍ତି? ଧାତୁ କହନ୍ତି। ତେଣୁ ମୁଣ୍ଡେଇବାଟା ହଉଛି ଆମର କଣ? ଯୋଉ ମୁଣ୍ଡଟା ହଉଛି ମୁଣ୍ଡେଇବାର ଧାତୁ ରୂପ, ଧାତୁ। ଓକେ, ତେଣୁକରି ଏଇ ଯୋଉ ଧାତୁଟି, ଯୋଉ ମୁଣ୍ଡେଇବା ଯୋଉ ଆମର କ୍ରିୟାପଦର ମୂଳ ରୂପଟା ହଉଛି ଧାତୁ, ମୁଣ୍ଡେଇଲା ହଉଛି କ୍ରିୟାପଦ, ତାର ମୂଳ ରୂପ ହଉଛି ଆମର କଣ? ମୁଣ୍ଡ। ସେଟା ଏଇ କ୍ରିୟାପଦର ଧାତୁ ରୂପେ ସୂଚାଏ। ମାତ୍ର ମୁଣ୍ଡଟା ଆକ୍ଚୁଆଲି କଣ ନା ମୁଣ୍ଡଟା ଆକ୍ଚୁଆଲି ଗୋଟେ ନାମ ବା ବିଶେଷ୍ୟ ପଦ। ମୁଣ୍ଡଟା ଆକ୍ଚୁଆଲି ଗୋଟେ ନାମ। ଖେଳଟା ହଉଛି ଧାତୁ, ଖେଳଟା ହଉଛି ଗୋଟେ କ୍ରିୟାପଦକୁ ହିଁ ବୁଝେଇବ। ମାତ୍ର ମୁଣ୍ଡଟା ଗୋଟେ ନାମକୁ ବୁଝଉଛି, ସେ ଗୋଟେ ବିଶେଷ୍ୟ ପଦ। ଯେହେତୁ ମୁଣ୍ଡଟା ହଉଛି ଗୋଟେ ନାମ ବା ବିଶେଷ ପଦ, ତା ସହିତ ଏହି ଯୋଉ ପଦଟିରେ କ୍ରିୟାପଦ ରୂପେ ବ୍ୟବହୃତ ହୋଇଛି, ତେଣୁକରି ମୁଣ୍ଡଟା ହବ ଯୋଉ ଆମର ମୁଣ୍ଡିଲାଟା ହବ ଆମର କଣ? ନାମ ଧାତୁ କ୍ରିୟାପଦ। ବୁଝିପାରିଲେ? ଏଇଟା ଦେଇଛି ନାମ ବା ବିଶେଷ ପଦକୁ ମୂଳ ରୂପ ଭାବରେ ଗ୍ରହଣ କରି ତହିଁରେ
ପୁରୁଷ ବଚନବାଚକ ସୂଚକ ଚିହ୍ନ ହୋଇ ଯେଉଁ କ୍ରିୟାପଦ ଗଠିତ ହୋଇଯାଏ ତାହା ହଉଛି ନାମ ଧାତୁ ମୂଳକ କ୍ରିୟାପଦ। ନାମ ବା ବିଶେଷ ପଦର ମୂଳ ରୂପ। କହିଲି ନା, ମୁଣ୍ଡଟା ହଉଛି ନାମ ବା ବିଶେଷ ପଦ। ଏଟା ମୂଳ ରୂପ ବା ଧାତୁ ରୂପେ ବ୍ୟବହୃତ ହୋଇ କ୍ରିୟାପଦଟି ମୁଣ୍ଡେଇଲା ଗଠିତ କରାଯାଇଛି। ବାସ୍, ଏତିକି ମନେ ରଖିବ। କ୍ଲିୟର? ଏଇଟା ହଉଛି ନାମ ଧାତୁ କ୍ରିୟାପଦ। ଆଉ କିଛି ନାମ ଧାତୁ କ୍ରିୟାପଦ ଆମେ ଦେଖିନବା। ଖେଳେଇବା, ପଢେଇବା, ଆଗେଇବା, ଆଗରୁ ଆମର ଆଗେଇବା, ଡଙ୍କରୁ ଡଙ୍କେଇବା, ବଙ୍କାରୁ ବଙ୍କେଇବା, ହାତେଇବା। ବୁଝିପାରିଲେ? ସେଇଭଳି କିଛି ବିଶେଷଣ ପଦ ଲଗାଇ ମଧ୍ୟ ଆମେ ନାମ ଧାତୁ ମୂଳକ କ୍ରିୟାପଦ ଗଠନ କରିଥାନ୍ତି। ଯେପରି ପଛଟା ହଉଛି ଆମର ବିଶେଷଣ। ପଛେଇଲା, ପଛେଇବ, ପଛଉଛି। ବୁଝିପାରିଲେ? ଗୋଡେଇବା, ଗୋଡଟା ହେଲା ଆମର ବିଶେଷ ପଦ। ତା ସହିତ ଇବା ଲାଗିଛି, ଗୋଡେଇବା ହେଲା। ବୁଝିପାରିଲେ? ଗୋଡେଇବା ହେଲା। ଗୋଡେଇବା ଯେତେବେଳେ କ୍ରିୟା ହେଇଗଲା, ସେ ଯୋଉ ଗୋଡ ବିଶେଷ ପଦଟି ଏଠାରେ ଆମର କଣ, ସେ ଗୋଡେଇବା କ୍ରିୟାର ମୂଳ ରୂପକୁ ସୂଚାଇଲା। ମାନେ ମୂଳ ରୂପ ମାନେ ଧାତୁକୁ ସୂଚାଇଲା। ତେଣୁକରି ତାହା ବିଶେଷଣ ହୋଇ ଧାତୁ ରୂପ ହେଇଗଲା। ଯେତେବେଳେ ଧାତୁ ହେଇଗଲା, ଆମର ଗୋଡେଇବାଟା ହଉଛି କ୍ରିୟାପଦ। କ୍ରିୟାପଦର ମୂଳ ହଉଛି କଣ, ଧାତୁ। ତେଣୁ ଧାତୁ ରହିଲେ, ଯେହେତୁ ଗୋଡଟା ଆକ୍ଚୁଆଲି ହଉଛି ବିଶେଷ ପଦ, ଗୋଡଟା ଆକ୍ଚୁଆଲି ବିଶେଷ ପଦ, ଯେହେତୁ ଏ କ୍ରିୟାପଦରେ ଲାଗିଛି, କ୍ରିୟାପଦରେ ୟୁଜ କରାଯାଇଛି, ତେଣୁକରି ଏହାକୁ ଆମେ ବିଶେଷ ରୂପେ ପରିଗଣିତ କରୁଛନ୍ତି। ତେଣୁକରି ଏହା ହବ କଣ ନା ନାମ ଧାତୁ ବିଶେଷ, ନାମ ଧାତୁ କ୍ରିୟାପଦ ବା ବିଶେଷ ଧାତୁ। ଯଦି ଆମେ ବୁଝିବା ବିଶେଷ ଧାତୁ, ସେ ବିଶେଷ ଜାଗାରେ ଆମେ ନାମ ଲେଖିଦବା, ନାମ ଧାତୁ ବିଶେଷ ପଦ, ନାମ ଧାତୁ କ୍ରିୟାପଦ। ବୁଝିପାରିଲେ? ନାମ ଧାତୁ କ୍ରିୟାପଦ କଣ ନା ବିଶେଷ ବିଶେଷଣକୁ ମୂଳ ରୂପ ଭାବେ ଗ୍ରହଣ କରି ଯୋଉ କ୍ରିୟାପଦ ଗଠିତ ହୋଇଥାଏ, ତାହା ହଉଛି ନାମ ଧାତୁ କ୍ରିୟାପଦ। ବୁଝିଲେ? ଏଇଭଳି ବହୁତ କ୍ରିୟାପଦ ରହିଛନ୍ତି। ସେଇଭଳି ଆମେ ଡିସ୍କସନ କରିପାରିବା। କୋଉଟା ହଉଛି ଆମର, ଆମେ ବର୍ତ୍ତମାନ କରିକିରି ଆସିଲେ କଣ, ସମ୍ପନ୍ନ, ଅସମ୍ପନ୍ନ, ସିଦ୍ଧକ୍ରିୟା, ସାଧ୍ୟକ୍ରିୟା, ତା ସହିତ ନାମଧାତୁ କ୍ରିୟା ସରିଲା। ଏବେ ଆମେ ଦେଖିବା କଣ ନା ପ୍ରେରଣାର୍ଥକ କ୍ରିୟା। ପ୍ରେରଣାର୍ଥକ କ୍ରିୟା, ଏ ଯୋଉ ଅର୍ଥରୁ ବୁଝିପାରୁଥିବେ ଶବ୍ଦର ଅର୍ଥ କଣ, ପ୍ରେରଣାର୍ଥକ କ୍ରିୟା। ଯେଉଁ କ୍ରିୟାପଦଟି ପ୍ରେରଣାର୍ଥରୁ ସୃଷ୍ଟି ହେଇଛି। ବୁଝିପାରିଲେ? ମାନେ କର୍ତ୍ତା ଅନ୍ୟକୁ ଅନୁପ୍ରେରିତ କରିବା, ଅନୁପ୍ରେରଣା କରିବା, ପ୍ରେରଣା ଦେଇ ଅନ୍ୟ ଦ୍ୱାରା ଯେଉଁ କାର୍ଯ୍ୟ ସାଧନ କରାଇଥାଏ, ସେଇଟା ହଉଛି ପ୍ରେରଣାର୍ଥକ କ୍ରିୟା। ମୁଁ ତା ଦ୍ୱାରା ପାଠ ପଢାଇଲି। ଓକେ। ହରି ରାମ ଦ୍ୱାରା ଖେଳାଇଲା। ଏଇ ଯୋଉ ଖେଳା, ପଢା, ଉଠା, ଯୋଉ ଆମର ମୂଳ ଧାତୁରେ ଆ ପ୍ରତ୍ୟୟ ଯୋଗ ହୋଇଥାଏ, ଏଗୁଡାକ ସବୁ ପ୍ରେରଣାର୍ଥକ କ୍ରିୟାକୁ ସୂଚାଇଥାଏ। ଯେପରି ଦେଖନ୍ତୁ, ଡେଫିନେସନ ଟା କଣ ଦେଇଛି, ପ୍ରୟୋଜନ ହେତୁ ଅନ୍ୟକୁ ଅନୁପ୍ରେରିତ କରି କର୍ତ୍ତା ଅନ୍ୟ ଦ୍ୱାରା କାର୍ଯ୍ୟ ସାଧନ କରାଇ ନେଲେ ତାହା ହବ ଆମର ପ୍ରେରଣାର୍ଥକ କ୍ରିୟାପଦ। ଓକେ। ପ୍ରେରଣାର୍ଥକ କ୍ରିୟାପଦରେ ମୂଳ ଧାତୁରେ ଆ ଯୋଗ କରି କ୍ରିୟାପଦଟି ଗଠିତ ହୋଇଥାଏ। କିନ୍ତୁ ଯଦି ମୁଁ ଖେଳୁଛି, ଏଠି ହବ ଆମର ଏଇଟା ସାଧାରଣ କ୍ରିୟାପଦ। ମୁଁ ପଢୁଛି, ସାଧାରଣ କ୍ରିୟାପଦ। ପଢୁଛିଟା ହଉଛି ସାଧାରଣ କ୍ରିୟାପଦ। ଶିକ୍ଷକ ପଢାଉଛନ୍ତି ବୋଲେ ମୁଁ କହୁଛି ଶିକ୍ଷକ ପଢାଉଛନ୍ତି, ଶିକ୍ଷକ ପଢାଉଛନ୍ତି। ଏଠାରେ ପଢାଉଛନ୍ତି ହବ ପ୍ରେରଣାର୍ଥକ କ୍ରିୟା, କାରଣ ଶିକ୍ଷକ ଦ୍ୱାରା କର୍ତ୍ତା ଗୋଟେ କାର୍ଯ୍ୟ କରୁଛି ବୋଲି, କାର୍ଯ୍ୟଟା ହଉଛି ବୋଲି ସୂଚାଉଛି। ବୁଝିପାରିଲେ? ଶିକ୍ଷକ ପଢାଉଛନ୍ତି। କ୍ଲିୟର? କିଛି ଏକ୍ସାମ୍ପଲ ଦେଖିବା। ଦେଖନ୍ତୁ, ଆମର ସାଧାରଣ ସରଳ କ୍ରିୟାପଦ ହଉଛି ପଢୁଛି, ଉଠିବ, ଦେଖିଲା, ଶୁଣନ୍ତୁ। ମାତ୍ର ଯେତେବେଳେ ଆ ଲାଗି ଯାଉଛି, ଆ ଲାଗି କରି ଯୋଉ କ୍ରିୟାପଦ ଗୁଡିକ ଗଠନ କରାଯାଉଛି, ଆ ଲାଗିବ ମାନେ କଣ, ପଢୁଛିରେ ଆ ଲାଗିବ ନା, କି ଉଠିବରେ ଉଠିବା ଆ ଲାଗିବନି। ଆମର ଉଠିବର ମୂଳ ପ୍ରକୃତି ଉଠ, ଦେଖିଲାର ଦେଖ, ଶୁଣ, ଏସବୁ ଶୁଣିବାର ଶୁଣ, ପୁଣି ପଢା ଆ ଲାଗିଗଲା, ଉଠା, ଦେଖା, ଶୁଣା, ଇଏ ସବୁ ଆ ଲାଗି କରି ମୂଳ ପ୍ରକୃତିରେ ଆ ଲାଗି କରି ଯେତେବେଳେ ଅନ୍ୟ କୌଣସି ପ୍ରତ୍ୟୟ ଲାଗି ଯୋଉ ଆମର କ୍ରିୟାଟି ଗଠନ କରାଯାଉଛି, ସେଗୁଡିକ ହବ ପ୍ରେରଣାର୍ଥକ ଧାତୁମୂଳକ କ୍ରିୟାପଦ ବା ପ୍ରେରଣାର୍ଥକ କ୍ରିୟାପଦ। ଓକେ। ପଢାଇଛି, ପଢାଉଛି, ଉଠାଇବ, ରାମ ଉଠାଇବ, ରାମ ପଥରଟି ଉଠାଇବ। ଏଇଟା ହେଲା ଉଠାଇବଟା ହଉଛି ପ୍ରେରଣାର୍ଥକ କ୍ରିୟା। ଦେଖାଇବ, ରବି ରାହୁଲକୁ କାଶ୍ମୀର ଦେଖାଇବ। ଓକେ। ତେଣୁକରି କଣ ହେଲା, ଦେଖାଇବଟା ଆମର ପ୍ରେରଣାର୍ଥକ କ୍ରିୟାପଦ। ତେଣୁ ମନେ ରଖିବେ, ଯେଉଁ କ୍ରିୟା ଦ୍ୱାରା କର୍ତ୍ତା ଅନ୍ୟ କାହା ମାଧ୍ୟମରେ କିଛି କରାଇବାର ବୁଝାଯାଏ, ତାହାକୁ ପ୍ରେରଣାର୍ଥକ ବା ପ୍ରେରଣାଦାୟୀ କ୍ରିୟାପଦ କୁହାଯାଏ।
କର୍ତ୍ତା ଯେମିତି କହିଲି ନା, ରାମ ରବିକୁ କାଶ୍ମୀର ଦେଖାଇବ। ଯୋଉ ଦେଖାଇବଟା ସେଇଟା ହଉଛି ଆମର କଣ, ପ୍ରେରଣାର୍ଥକ କ୍ରିୟାପଦ। ତାପରେ କ୍ରିୟାର ବ୍ୟବହାରିକ ଦୃଷ୍ଟିକୋଣରୁ ନେଇ ଆମେ କ୍ରିୟାକୁ କେତୋଟି ଭାଗରେ, କେତୋଟି ପଦରେ ବିଭକ୍ତ କରିଛନ୍ତି। ଯଥା ଆମର ରହିଛି ଏମିତି ସମାପିକା ହଉ, ଅସମାପିକା ହଉ, ମିଶ୍ର, ଅମିଶ୍ର, ଯୌଗିକ ଏସବୁ ରହିଛି। ଚାଲନ୍ତୁ ଡିସ୍କସନ କରିବା। ଓକେ, ଦେଖନ୍ତୁ ବାକ୍ୟରେ କ୍ରିୟାର ଉପସ୍ଥିତି, ଅର୍ଥ ପ୍ରତିପାଦନ, ବ୍ୟବହାର, କାଳ ଓ ଉଦ୍ଦେଶ୍ୟକୁ ନେଇ ଆମ ଓଡ଼ିଆରେ କ୍ରିୟାପଦକୁ ଆହୁରି ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହଉଛି କଣ ଦେଇଛି ଏଠି ଆମର, ସମାପିକା, ସମାପିକା, ଯୌଗିକ, ମିଶ୍ର, ତା ସହିତ ଆମର ଅମିଶ୍ର, ଅକର୍ମକ, ସକର୍ମକ ଏବଂ ଦ୍ୱିକର୍ମକ। ଦ୍ୱିକର୍ମକଟା ବି ସକର୍ମକରେ ଯିବ, କାରଣ କର୍ମ ଅଛି ବୋଲି ଦ୍ୱିକର୍ମକ କର୍ମକ କୁହାଗଲା, ଦ୍ୱିକର୍ମକ। ଓକେ, ଚାଲନ୍ତୁ ଗୋଟିଏ ଗୋଟିଏ କରି ଆମେ ଡିସ୍କସନ କରିବା। ସମାପିକା କ୍ରିୟା। ଓକେ, ସମାପିକା, ସମାପିକା, ସମାପିକା ସମାପ୍ତ ଅର୍ଥକୁ ଯୋଉଟା ବୁଝଉଥିବ ସମାପିକା, ଅସମାପ୍ତ ଅର୍ଥକୁ ଯୋଉଟା ବୁଝେଇବ, ଯୋଉ କ୍ରିୟାପଦଟା ବୁଝେଇବ ଅସମାପିକା। ବୁଝିପାରିଲେ? ଏ ଯୋଉ ଚାରୋଟି ବାକ୍ୟ ଦେଇଛି, ସେମାନେ ଘରକୁ ଗଲେ, ଆମେ ହାଟରୁ ଫେରିବୁ, ସେମାନେ ଖେଳି ଘରକୁ ଗଲେ, ଆମେ ହାଟକୁ ଯାଇ ମାଛ ଆଣି ଫେରିବୁ। ଏଇ ଚାରୋଟି ବାକ୍ୟରେ ଗଲେ ଫେରିବୁ ଲାଗିଲେ କଣ ହଉଛି ନା, ବାକ୍ୟର ସମାପ୍ତ ଅର୍ଥ ବୁଝାଉଛି। ସେମାନେ ଘରକୁ ଗଲେ, ତାମାନେ ଗୋଟେ ବାକ୍ୟଟା ସମାପ୍ତ ହେଲା, ମାନେ ଗୋଟେ କାର୍ଯ୍ୟଟା ସମାପନ ଅର୍ଥକୁ ବୁଝଉଛି ନାହିଁ ସେଟା ଅଲଗା କଥା, କିନ୍ତୁ ବାକ୍ୟର ସମାପ୍ତ ଅର୍ଥକୁ ବୁଝାଉଛି। ସେମାନେ ଘରକୁ ଗଲେ, ଅର୍ଥ ବୁଝି ହଉଛି। ସେମାନେ ଖେଳି ଘରକୁ ଗଲେ, ୟାର ବି ଅର୍ଥ ବୁଝି ହଉଛି। ତେଣୁକରି ଗଲେ ଆମର ହବ କଣ, ଯେହେତୁ ଏ ବାକ୍ୟରେ ଏ କ୍ରିୟାପଦ ଲାଗିକି ବାକ୍ୟର ସମାପ୍ତ ଅର୍ଥ ବୁଝାଉଛି, ଆମର ଗଲେଟା ହବ ଆମର ସମାପିକା କ୍ରିୟା। ଯଦି ମୁଁ କହିବି ସେମାନେ ଖେଳି, ନହେଲେ ସେମାନେ ଖେଳି ଘରକୁ ହଉ କି ସେମାନେ ଖେଳି ହଉ, ଖାଲି କହିଦେବି ସେମାନେ ଖେଳି, ଏ ବାକ୍ୟର କିଛି ଅର୍ଥ ଅଛି। ସେମାନେ ଖେଳି କଣ କଣ କଲେ, କିଛି ଅର୍ଥ ନାହିଁ। ସେମାନେ ଖେଳି, ସେମାନେ ଯାଇ, ସେମାନେ ହସି, ସେମାନେ ଶୋଇ, କିଛି ଅର୍ଥ ବୁଝାଉଛି, ଅର୍ଥ ବୁଝାଉନି। ଯଦି କହିବି ସେମାନେ ଖେଳି ଘରକୁ ଗଲେ, ତାପରେ ଅର୍ଥ ବୁଝାଉଛି, ସେମାନେ ଖେଳ ସାରିକି ଘରକୁ ଗଲେ। ତେଣୁ ଖେଳି, ବୁଝନ୍ତୁ, ଖେଳିଟି ହବ ଆମର ବାକ୍ୟର, କେବଳ ସେମାନେ ଖେଳି ଲାଗିଲେ ବାକ୍ୟର ସମାପ୍ତ ଅର୍ଥ ବୁଝାଉ ନାହିଁ। ତେଣୁ ଖେଳିଟି ହବ ଆମର ଅସମାପିକା କ୍ରିୟାପଦ। ସେଇଭଳି ଆମେ ହାଟରୁ ଫେରିବୁ, ଆମେ ହାଟରୁ ଫେରିବୁ କହିଲେ ଗୋଟେ ଗୋଟେ ପରଫେକ୍ଟ ସେଣ୍ଟେନ୍ସ ବୁଝାଉଛି, ତାର ଅର୍ଥ ଆମେ ବୁଝିପାରୁଛୁ ଯେ ବାକ୍ୟଟି ସମାପ୍ତ ହୋଇଛି। ତେଣୁକରି ଫେରିବୁଟା ହବ ଆମର ସମାପିକା କ୍ରିୟା। ଏଠି କ୍ରିୟାପଦ ହଉଛି ଫେରିବୁ, ଯେହେତୁ ବାକ୍ୟଟି ସମାପ୍ତ ଅର୍ଥ ବୁଝାଉଛି, ତେଣୁ ଫେରିବୁଟା ହବ ଆମର ସମାପିକା କ୍ରିୟା। ଆମେ ହାଟକୁ ଯାଇ ମାଛ ଆଣି ଫେରିବୁ, ଏଠି ବି ସେଇ ଫେରିବୁଟା ସମାପ୍ତ ଅର୍ଥରେ ବୁଝାଉଛି, ବାକ୍ୟଟାକୁ ସମାପ୍ତ ଅର୍ଥରେ ବୁଝାଉଛି। ତେଣୁକରି ଫେରିବୁଟା ହବ ସମାପିକା କ୍ରିୟା। ମାତ୍ର ଆମେ ହାଟକୁ ଯାଇ, ନହେଲେ ଆମେ ହାଟକୁ ଯାଇ ମାଛ ଆଣି, ଆମେ ହାଟକୁ ଯାଇ କଣ, କିଛି ନାହିଁ। ଯୋଉ ଗୋଟେ ସେଣ୍ଟେନ୍ସ ମୁଁ କହିବି ଆମେ ହାଟକୁ ଯାଇ, କିଛି ବୁଝି ହଉଛି କି? କିଛି ବୁଝି ହଉନି। ହାଟକୁ ସିନା ଗଲ, ଯାଇ କଣ, ମୁଁ ଯଦି କହିଥାନ୍ତି ଆମେ ହାଟକୁ ଗଲୁ, ଆମେ ହାଟକୁ ଯାଇଥିଲୁ, ତାହେଲେ କରେକ୍ଟ, ବାକ୍ୟଟା ବୁଝାଉଛି, ଅର୍ଥ ବୁଝାଉଛି, ତାର ସମାପ୍ତ ଅର୍ଥ ବୁଝାଉଛି। ତେଣୁକରି ଯାଇଥିଲୁ, ଗଲୁ, ଏସବୁ ସମାପିକା କ୍ରିୟା ହେବେ। ମାତ୍ର ହାଟକୁ ଯାଇ ହେଲେ ବାକ୍ୟର ଅର୍ଥଟା ମାନେ ସମାପ୍ତ ହଉନାହିଁ। ତେଣୁକରି ଯାଇ କି ଆଣି, ମାଛ ଆଣି, ଆଣି ବି ସମାପ୍ତ ହଉନି। ତେଣୁକରି ଯାଇ, ଆଣି, ଇଏ ସବୁ ହେବେ ଅସମାପିକା କ୍ରିୟା। ବୁଝିପାରିଲେ? ସେଇ ଜିନିଷ ଦେଇଛି, ଗଲେ ଫେରିବୁ କ୍ରିୟାପଦର ବ୍ୟବହାର ଚାରୋଟି ଯାକ ବାକ୍ୟର ସମାପ୍ତ ହଉଛି। ବ୍ୟବହାର ଦ୍ଵାରା କଣ, ଚାରୋଟି ଯାକ ବାକ୍ୟ ସମାପ୍ତ ହଉଛି। ଫେରିବୁ, ଗଲେ ଫେରିବୁ। ତେଣୁକରି ଏ ସମାପ୍ତ ହଉଥିବା ବାକ୍ୟକୁ, ଏଇ କ୍ରିୟାପଦକୁ ଆମେ କଣ କହିବା ନା, କହିବା ଯେ ଆମର ସମାପିକା କ୍ରିୟାପଦ। ସେଇଭଳି ସେ ବାକ୍ୟର ଯୋଉ ଆମର ପ୍ରଥମ ଦ୍ୱିତୀୟ ବାକ୍ୟ ଯୋଉ ସବୁ ରହିଲେ, ଖେଳି, ଯାଇ, ଆଣି, ଇଏ ଏକ ପ୍ରକାର କ୍ରିୟାପଦ, ଯୋଉଟା କି ମୂଳ ଧାତୁରେ ଇ, ଣି ଏସବୁ ପ୍ରତ୍ୟୟ ଯୋଗ କରାଯାଇ ଗଠିତ କରାଯାଇଛି। ମାତ୍ର ଏ ତିନୋଟି ଯାକ କ୍ରିୟା କାର୍ଯ୍ୟ ସମାପନ ବା ସମାପ୍ତ ହବା ଅର୍ଥକୁ ବୁଝାଉନି। ସେ ଖେଳି, ସେ ଆଣି, ସେ ଯାଇ କୌଣସି ବାକ୍ୟର ସମ୍ପୂର୍ଣ୍ଣତାକୁ ସୂଚାଉ ନାହିଁ। ତେଣୁକରି ଯେହେତୁ ଇଏ ବି କ୍ରିୟାପଦ, ଯେହେତୁ ଏ କ୍ରିୟାପଦ ଗୁଡିକ ବାକ୍ୟର ସମାପ୍ତ ଅର୍ଥକୁ ସୂଚାଉ ନାହିଁ ବା ଅସମାପ୍ତ ଅର୍ଥକୁ ସୂଚାଉଛି, ତେଣୁକରି ଏଗୁଡିକୁ କୁହାଯିବ ଅସମାପିକା କ୍ରିୟାପଦ। ବୁଝିପାରିଲେ? ସମାପିକା କ୍ରିୟା କଣ, ଅସମାପିକା କ୍ରିୟା କଣ?
ଡେଫିନେସନ ହଉଛି କଣ ନା ଯେଉଁ କ୍ରିୟାପଦ ଦ୍ଵାରା ବାକ୍ୟର ସମାପ୍ତି ବୁଝା ପଡେ ବା ବାକ୍ୟ ଶେଷ ହୁଏ ତାହାକୁ ଆମେ କହିବା କଣ ସମାପିକା କ୍ରିୟା। ଯେଉଁ କ୍ରିୟାପଦ ଦ୍ଵାରା ବାକ୍ୟର ସମାପ୍ତି ନ ଘଟି ଅସମାପ୍ତ ବୁଝା ପଡେ ତାହାକୁ ଆମେ କହିବା କଣ ଅସମାପିକା କ୍ରିୟା ଦ। କ୍ଲିୟର। ତେଣୁକରି ଏଇଭଳି ଆମର ବିଭିନ୍ନ ପ୍ରକାରର ଏକ୍ସାମ୍ପଲ ମଧ୍ୟ ଅଛି। ଯଦି ଆମେ କହିବା ଯେପରି ଅସମାପିକା ଶୁଦ୍ଧ କ୍ରିୟା, ଆଉ ରହିଲା ଅସମାପିକା ନାମଧାତୁମୂଳକ କ୍ରିୟା। ଶୁଦ୍ଧ କ୍ରିୟା ମାନେ ଆମର ଯୋଉଟା କି ପ୍ରକୃତ ଯୋଉ ଆମର କ୍ରିୟା ଶବ୍ଦ ଅଛି, କ୍ରିୟା ପଦ ଅଛି, ସେଇଥିରୁ ସୃଷ୍ଟି ହୋଇଥିବ, ସେ ଯୋଉ ଧାତୁରୁ ସୃଷ୍ଟି ହେଇଥିବ, ତାର ମୂଳ ପ୍ରକୃତି ଯୋଉ ଧାତୁରୁ ସୃଷ୍ଟି ହେଇଥିବ, ସେଇଟା ହଉଛି ଆମର ଶୁଦ୍ଧ ଶୁଦ୍ଧ କ୍ରିୟା। ସେଇଟା ଯଦି ଅସମାପ୍ତ ଅର୍ଥକୁ ବୁଝାଇବ, ତା ଦ୍ଵାରା ସୃଷ୍ଟି କରାଯାଇଥିବା କ୍ରିୟାଟି ଯଦି ଅସମାପ୍ତ ଅର୍ଥକୁ ବୁଝାଇବ ତାହା ହବ ଅସମାପିକା ଶୁଦ୍ଧ କ୍ରିୟା। ଯେପରି ଖାଟା ହଉଛି ଆମର ଖାଇବାର କ୍ରିୟାପଦର ମୂଳ ଧାତୁ, ଓକେ, ମୂଳ ପ୍ରକୃତି ବା ଧାତୁ, ସେଥିରୁ ଆମର ଯୋଉ କ୍ରିୟାପଦ ସୃଷ୍ଟି ହବ ସେଟା ହବ ଆମର କଣ ଶୁଦ୍ଧ କ୍ରିୟା। ଖାଇ 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 ସବୁବେଳେ ଆର ଆମର ଯାର ଦେଖର ପଢର ପଢି 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 ଏସବୁ ହଉଛି ଇଏ ସବୁ ଆମର କଣ ଗୋଟେ ଗୋଟେ ଶୁଦ୍ଧ କ୍ରିୟା। ମାତ୍ର ଖାଇ ମୁଁ ଖାଇ ସେ ଖାଇ ଖାଇ ଗୋଟେ ବାକ୍ୟରେ ବ୍ୟବହୃତ ହେଲେ ସେ ବାକ୍ୟର ସମାପ୍ତ ଅର୍ଥ ବୁଝାଉଛି କି ବୁଝାଉନି। ତେଣୁ କରି ଇଏ ଖାଇ ଖାଇ ଖାଉ ଖାଇ ଖାଇ ଆସୁ ଆସୁ ଯାଇ ଯାଉ ଯାଉ ନେଉ ନେଉ କହି କହି ଏସବୁ ହବ କଣ ଯେ ଯେହେତୁ କାର୍ଯ୍ୟ ଯେହେତୁ ବାକ୍ୟର ସମାପ୍ତ ଅର୍ଥ ବୁଝାଇବ ନାହିଁ ବାକ୍ୟରେ ବ୍ୟବହୃତ ହେଲେ ସେହେତୁ ଏକୁ ଆମେ କହିବା କଣ ଅସମାପିକା କ୍ରିୟା। ଯେହେତୁ ଏହା ଗୋଟିଏ କ୍ରିୟାପଦର ମୂଳ ଧାତୁରୁ ସୃଷ୍ଟି ହେଇଛି ତେଣୁ ଏହା ହଉଛି ଶୁଦ୍ଧ କ୍ରିୟା। ତେଣୁକରି ସମ୍ପୂର୍ଣ୍ଣ ରୂପେ କହିବାକୁ ଗଲେ ଖାଇ ଖାଇ ହଉଛି ଆମର ଅସମାପିକା ଶୁଦ୍ଧ। କ୍ଲିୟର। ଭଲସେ ବୁଝୁଥିବେ, ଯଦି ନ ବୁଝିପାରିବେ ଆଉ ଥରେ ଦେଖିବେ ବୁଝିପାରିବେ। ସେଇଭଳି ଅସମାପିକା ନାମ ଧାତୁ ମୂଳକ କ୍ରିୟା। ଆମେ ନାମ ଧାତୁ ମୂଳକ କ୍ରିୟା ବୁଝି କରି ଆସିଲେ, ଅସମାପିକା କ୍ରିୟା ମଧ୍ୟ ବୁଝି କରି ଆସିଲେ। ଯାହା ବାକ୍ୟର ସମାପନ ଅର୍ଥକୁ ବୁଝାଇବ ନାହିଁ ସେଟା ହଉଛି ଅସମାପିକା କ୍ରିୟା। ଓକେ। ଯୋଉଟା କି ଅସମାପ୍ତକୁ ବୁଝାଇବ ସେଟା ହେଲା କଣ ଅସମାପିକା କ୍ରିୟା। ଆଉ ଯେଉଁ କ୍ରିୟାଟା ଆମର ନାମ ବା ବିଶେଷ ପଦକୁ ମୂଳ ଧାତୁ ରୂପେ ନେଇଥିବ ସେଟା ହଉଛି ନାମ ଧାତୁ କ୍ରିୟା। ବୁଝିପାରିଲେ। ତେଣୁକରି ଆମେ ଗୋଡେଇ ପ୍ରଥମେ ସେ ଗୋଡେଇ ଏଟା ବାକ୍ୟର ଅସମାପ୍ତ ଅର୍ଥକୁ ବୁଝାଉଛି। ତେଣୁକରି ଏହା ହଉଛି ଅସମାପିକା କ୍ରିୟା ପ୍ରଥମେ। ତାପରେ ଦେଖିବା ଗୋଡେଇ ଯୋଉ କ୍ରିୟାପଦ କରାଯାଇଛି ତାହାର ମୂଳ ଧାତୁଟା କଣ ନା ଗୋଡ। ମୂଳ ଧାତୁ ଗୋଡରୁ ଗୋଡେଇ ହେଇଛି। ଏ ଗୋଡେଇଟା କଣ ନା ଗୋଡେଇଟା ହଉଛି ଏକ ବିଶେଷ ବା ନାମକୁ ବୁଝାଏ। ବୁଝିପାରିଲେ କଣ। ତେଣୁକରି ଗୋଡେଇଟା ହଉଛି ଆମର କଣ ନାମ ଧାତୁ ମୂଳକ କ୍ରିୟା ମଧ୍ୟ। ପ୍ରଥମେ ବୁଝିଲେ କଣ ଯେହେତୁ ବାକ୍ୟର ଅସମାପ୍ତ ଅର୍ଥକୁ ବୁଝାଉଛି ଏହା ଅସମାପିକା କ୍ରିୟା। ଯେହେତୁ ଗୋଡେଇଟା ଆମର ଗୋଡ ନାମରୁ ସୃଷ୍ଟି ହୋଇଛି ତେଣୁକରି ଏହା ନାମ ଧାତୁ ମୂଳକ କ୍ରିୟା। ତେଣୁକରି ଗୋଡେଇଟା ହବ କଣ ନା ଅସମାପିକା ନାମ ଧାତୁ ମୂଳକ କ୍ରିୟାପଦ। କ୍ଲିୟର। ସେଇଭଳି ମୁଣ୍ଡେଇ ହାତେଇ ବଙ୍କେଇ ଲଟେଇ ଇଏ ସବୁ ହେବେ ଆମର ଅସମାପିକା ନାମ ଧାତୁ ମୂଳକ କ୍ରିୟାପଦ। ବୁଝିପାରିଲେ ଅସମାପିକା ଶୁଦ୍ଧ କ୍ରିୟା ଅସମାପିକା ନାମ ଧାତୁ ମୂଳକ କ୍ରିୟା କଣ। ତାପରେ ଆମେ ଦେଖିବା କଣ ନା ଶୁଦ୍ଧ ସମାପିକା କ୍ରିୟା। କହିଲି ଶୁଦ୍ଧ କ୍ରିୟା କଣ ନା ଯୋଉଟା କି ପ୍ରକୃତ କ୍ରିୟାପଦର ମୂଳ ଧାତୁରୁ ସୃଷ୍ଟି ହୋଇଥାଏ। ପଢ ଖେଳ ଇଏ ସବୁ ହଉଛନ୍ତି ଆମର କ୍ରିୟାପଦ। ପ୍ରକୃତ ଯୋଉ କ୍ରିୟାପଦ ତାହାର ମୂଳ ଧାତୁ ହଉଛି ପଢ ଖେଳ। ତେଣୁ ସେଥିରୁ ଯୋଉଟା ସୃଷ୍ଟି ହୋଇ ବାକ୍ୟର ସମାପ୍ତ ଅର୍ଥକୁ ବୁଝାଇବ, ସମାପ୍ତ ଅର୍ଥକୁ ବୁଝାଇଲେ ସମାପିକା କ୍ରିୟା। ଯେହେତୁ ମୂଳ ଧାତୁରୁ ସୃଷ୍ଟି ହୋଇଛି ଶୁଦ୍ଧ କ୍ରିୟା ତେଣୁକରି ସେଗୁଡିକ ହବ ଶୁଦ୍ଧ ସମାପିକା କ୍ରିୟା। ପଢିଲା ଖେଳିବ, ସେ ପଢିଲା ସେ ଖେଳିବ। ଠିକ ବାକ୍ୟ ବୁଝାଉଛି, ତା ଅର୍ଥ ଆମେ ବୁଝିପାରୁଛୁ। ଏଇ କଲମଟି ନିଅ, ସେଠାରୁ ଉଠିଲେ, ସେମାନେ ଗଲେ, ଏସବୁ କଣ ବାକ୍ୟର ସମାପନ ଅର୍ଥକୁ ବୁଝାଉଛି। ତାହା ସହ ଗମ ଧାତୁ ହଉ କି ପଡ ଧାତୁ ହଉ ଏସବୁରୁ ସୃଷ୍ଟି ହୋଇଛି। ଏସବୁରୁ ସୃଷ୍ଟି ହୋଇଥିବାରୁ ଏହା ଶୁଦ୍ଧ କ୍ରିୟା। ଆଉ ଯେହେତୁ ଏହା ବାକ୍ୟରେ ବ୍ୟବହୃତ ହୋଇ ବାକ୍ୟର ସମାପ୍ତ ଅର୍ଥକୁ ବୁଝାଏ ତେଣୁ ସମାପିକା କ୍ରିୟା। ତେଣୁକରି ଏଗୁଡିକ ଯେତେବେଳେ ବ୍ୟବହୃତ ହବ ଏକୁ ଆମେ କହିପାରିବା ଶୁଦ୍ଧ ସମାପିକା କ୍ରିୟା। ବୁଝିପାରିଲେ। ତାପରେ ଆମର ରହିଲା ସେଇଭଳି ନାମ ଧାତୁ ମୂଳକ ସମାପିକା କ୍ରିୟା। ଯେପରି ମୁଁ ସେଠାରେ ବୁଝେଇକି ଆସିଲି ଅସମାପିକା ନାମ ଧାତୁ ମୂଳକ କ୍ରିୟା। ଯେହେତୁ ଅସମାପ୍ତ ଥିଲା ସେ ବାକ୍ୟଟି ଅସମାପ୍ତ ଅର୍ଥକୁ ବୁଝାଉଥିଲା ତେଣୁକରି ତାହା ହେଲା ଅସମାପିକା କ୍ରିୟା। ଯେହେତୁ ଏଠି ଏ କ୍ରିୟାପଦ ଲାଗିଲା ପରେ ବାକ୍ୟଟି ସମାପନ ଅର୍ଥକୁ ବୁଝାଇବ ତେଣୁକରି ସମାପିକା କ୍ରିୟା। ତା ସହିତ ସେଇ କ୍ରିୟାପଦର ମୂଳ ଶବ୍ଦଟି
ଗୋଟେ ନାମ ବା ବିଶେଷ ପଦରୁ ସୃଷ୍ଟି ହୋଇଛି। ତେଣୁକରି ତାହାକୁ ଆମେ କହିବା ନାମ ଧାତୁ ମୂଳକ ସମାପିକା। କ୍ଲିୟର? ବୁଝିପାରିଲ? ମୁଁ ପୁରା ଧୀରେ ଧୀରେ ବୁଝଉଛି ଆପଣମାନଙ୍କୁ ବୁଝେଇବା ପାଇଁ। ବୁଝିପାରିଲେ? ଯେହେତୁ ଗୋଡେଇଲା, ସେ ମତେ ଗୋଡେଇଲା, ବୁଝିଗଲା। କିନ୍ତୁ ସେ ମତେ ଗୋଡେଇ ବୁଝି ହଉନଥିଲା, ସେଟା ହଉଥିଲା ଅସମାପିକା ନାମ ଧାତୁ ମୂଳକ କ୍ରିୟା। କିନ୍ତୁ ସେ ମତେ ଗୋଡେଇଲା, ଗୋଡେଇଲାଟା ଆମର ବାକ୍ୟର ସମାପ୍ତ ଅର୍ଥ ବୁଝାଉଛି, ତେଣୁ ସମାପିକା କ୍ରିୟା। ଯେହେତୁ ଗୋଡେଇଲାର ମୂଳ ଧାତୁରୁ କୋଉଟା ହଉଛି କଣ? ଗୋଡ। କିନ୍ତୁ ଗୋଡ କିନ୍ତୁ ଗୋଟେ ନାମ ବା ବିଶେଷ ପଦ। ତେଣୁକରି ବିଶେଷ ପଦରୁ ଏଇ କ୍ରିୟାପଦଟି ଗଠିତ ହୋଇଛି। ତେଣୁକରି ଇଏ ହବ ନାମ ଧାତୁ ମୂଳକ କ୍ରିୟା। ବୁଝିପାରିଲେ? ଏହା ସମାପ୍ତ ଅର୍ଥକୁ ବୁଝାଇଲା, ଏହା ନାମ ଧାତୁ ଯୋଉ ଆମର କ୍ରିୟାପଦକୁ ବୁଝାଇଲା। ତେଣୁକରି ଗୋଡେଇଲାଟା ହବ ଆମର ନାମ ଧାତୁ ମୂଳକ ସମାପିକା କ୍ରିୟାପଦ। ବୁଝିପାରିଲେ? ସେହିପରି ଲଟେଇଛି, ହାତେଇବ, ବଙ୍କେଇଥାନ୍ତା, ଏସବୁ ଆମର ଗୋଟିଏ ଗୋଟିଏ କଣ ହବ ନା ନାମ ଧାତୁ ମୂଳକ ସମାପିକା କ୍ରିୟାପଦ। ତ ସମାପିକା ଅସମାପିକା ବିଷୟରେ କ୍ଲିୟର ହେଇଗଲେ। ଏବେ ଆମେ ଦେଖିବା କଣ ନା ଆଉ ଯୋଉ ଅଛି ସକର୍ମକ, ଅକର୍ମକ, ଦ୍ୱିକର୍ମକ ପଦ। ସକର୍ମକ କଣ ଆପଣ ମାନେ ବୁଝିପାରିବେ? ଓକେ, ସକର୍ମକ ହଉଛି ଯାହାର କର୍ମ ଥିବ, ଅକର୍ମକ ଯାହାର କର୍ମ ନଥିବ, ଦ୍ୱିକର୍ମକ ଯାହାର ଦୁଇଟି କର୍ମ ଥିବ। ନାମରୁ ଜଣା ପଡୁଛି, ମାନେ ଯୋଉ ବାକ୍ୟରେ। ଓକେ, ତାର ସେଇ ଯୋଉ ବାକ୍ୟରେ ଥିବା କ୍ରିୟାପଦକୁ ଆମେ କହିବା କଣ? ସକର୍ମକ, ଅକର୍ମକ, ଦ୍ୱିକର୍ମକ। ତ ଚାଲନ୍ତୁ ସେଇଟା ସେ ବିଷୟରେ ଆମେ ଡିସ୍କସନ କରିବା। ଦେଖନ୍ତୁ, ସକର୍ମକ କ୍ରିୟାପଦ କଣ ନା, ଏଠି ଦେଇଛି ରାଧୁ ଛାନ୍ଦଟିଏ ଗାଇଲା। ଏଇଟା ହେଲା ରାଧୁ କର୍ତ୍ତା, ଛାନ୍ଦ ହଉଛି ଆମର କର୍ମ, ଗାଇଲା ହଉଛି ଆମର କ୍ରିୟା। ମଧୁ ନିରାମିଷ ଖାଦ୍ୟ ଖାଇଛି। ଖାଇବାଟା ହଉଛି କ୍ରିୟାପଦରୁ ଖାଇଛି ଆଇଛି। ନିରାମିଷ ଖାଦ୍ୟ, ବଜାର, ମାଛ, ଏସବୁ ଗୋଟେ କର୍ମ। ସାଧୁ, ମଧୁ କର୍ତ୍ତା। ତେଣୁକରି ଯେହେତୁ ଏଇ ବାକ୍ୟ ଗୁଡିକରେ କର୍ମ ଅଛି, ଏକ ଥାଉ ଏକାଧିକ ଥାଉ, କର୍ମ ଅଛି। ତେଣୁକରି ଏଇ କ୍ରିୟାପଦକୁ ଆମେ କହିବା ସକର୍ମକ କ୍ରିୟାପଦ। ମାତ୍ର ରାଧୁ ଗାଇଲା, ମଧୁ ଖାଇଛି, ସାଧୁ ଆଣିଲା, କେବଳ କର୍ତ୍ତା କ୍ରିୟା ଲଗାଇକି ମଧ୍ୟ ଆମେ ଗୋଟେ ବାକ୍ୟର ଅର୍ଥ ପରିପ୍ରକାଶ କରିପାରୁଛନ୍ତି। ତେଣୁକରି ଏ ଯୋଉ କ୍ରିୟାପଦ ଗୁଡିକ ଆମର ହବ ଅକର୍ମକ କ୍ରିୟାପଦ। ବୁଝିପାରିଲେ କଣ? ଦ୍ୱିତୀୟ ପ୍ରକାର ବାକ୍ୟରେ କର୍ତ୍ତା, କର୍ମ, କ୍ରିୟାପଦ ଅଛି। ତେଣୁକରି ଯେହେତୁ କର୍ତ୍ତା, କର୍ମ, କ୍ରିୟାପଦ ଅଛି, ତେଣୁକରି ଏଇ କ୍ରିୟାପଦକୁ କୁହାଯିବ ଆମର ସକର୍ମକ କ୍ରିୟାପଦ। କ୍ରିୟାପଦ ନଥିଲେ ଅକର୍ମକ, ସରି, ଯେହେତୁ ଆମର କର୍ମପଦ, କ୍ରିୟାପଦ ନୁହଁ, କର୍ମପଦ ନଥିଲେ ସେ କ୍ରିୟାପଦକୁ କୁହାଯିବ ଅକର୍ମକ କ୍ରିୟାପଦ। ଯଦି କର୍ମପଦ ଥିବ ତାକୁ କୁହାଯିବ ସକର୍ମକ କ୍ରିୟାପଦ। ଓକେ, ବୁଝିପାରିଲେ? ଆଉ ଯୋଉ ବାକ୍ୟରେ ଦୁଇଟି କର୍ମ ଥିବ ସେଇଟା ହବ ଆମର କଣ? ଦ୍ୱିକର୍ମକ କ୍ରିୟାପଦ। ଯେପରି ଆମର ସନା ହାଟକୁ ଯାଇ ପରିବା ଆଣିବ। ହାଟ ଆଉ ପରିବା, ଏଠି ଯାଇଟା ଗୋଟେ କଣ କ୍ରିୟାପଦ, ଆଣିବ ବି ଗୋଟେ କ୍ରିୟାପଦ। ଆଣିବଟା ଆମର ସମାପିକା କ୍ରିୟା ହେଲେ ଯାଇଟା ହବ ଅସମାପିକା କ୍ରିୟା। ସରିଲେ? ତେଣୁକରି ଆମେ ଏଠି ହାଟ ଆଉ ପରିବା, ହାଟ ଆଉ ପରିବା ଦୁଇଟା ହଉଛି କଣ? ବୁଝିପାରିଲେ କଣ? ଦୁଇଟା ହଉଛି କର୍ମପଦ। ତେଣୁ ତେଣୁ ଦୁଇଟି କର୍ମ ଅଛି ବୋଲି ଏଠି ଆମେ କଣ କହିବା ନା ଏଠି କ୍ରିୟାପଦକୁ ଆମେ କହିବା ଦ୍ୱିକର୍ମକ କ୍ରିୟାପଦ। ବାକ୍ୟରେ ଯେଉଁ କ୍ରିୟାପଦରେ କର୍ମ ଥାଏ ତାହା ସକର୍ମକ କ୍ରିୟା। ବାକ୍ୟରେ ଯେଉଁ କ୍ରିୟାପଦର କର୍ମ ନଥାଏ ତାହା ଅକର୍ମକ କ୍ରିୟାପଦ। ଆଉ ବାକ୍ୟରେ ଯେଉଁ କ୍ରିୟାପଦର ଦୁଇଟି କର୍ମ ଥାଏ, ଦୁଇଟି କର୍ମ ଥାଏ, ତାହା ହବ ଆମର ଦ୍ୱିକର୍ମକ କ୍ରିୟାପଦ। ବୁଝିପାରିଲେ? କ୍ଲିୟର? ଏବେ ଆମେ ଜାଣିବା ଆଉ ଯୋଉ ବ୍ୟବହାରିକ ପ୍ରକାର ଭିତରୁ ଆଉ ଯୋଉ ଆମର ଅଛି କ୍ରିୟାପଦର ଯୋଉ ଆମେ ବିଭାଗୀକରଣ କରିଥିଲେ, ମିଶ୍ର ଆଉ ଅମିଶ୍ର କ୍ରିୟା ବିଷୟ। ଓକେ, ମିଶ୍ର ମାନେ କିଛି ମିଶିଥିବ, ଅମିଶ୍ର ମାନେ କିଛି ମିଶି ନଥିବ। ତ ନାଁରୁ ଆମେ ଜାଣୁଛନ୍ତି, ପିଲାଟି କାନ୍ଦୁଛି, ପିଲାଟି କ୍ରନ୍ଦନ କରୁଛି। ପିଲାଟି କାନ୍ଦୁଛି, ପିଲାଟି କ୍ରନ୍ଦନ କରୁଛି। କାନ୍ଦୁଛି ପୁରା ଯୋଉ କହନ୍ତି ନା ପିଓର, ଯୋଉ ଶୁଦ୍ଧ ଧାତୁରୁ ସୃଷ୍ଟି ହଉଛି। କାନ୍ଦୁଛି ଗୋଟେ କ୍ରିୟାପଦ, ତାର ମୂଳ ଧାତୁ ହଉଛି କଣ? କ୍ରନ୍ଦନ କରିବା ଯୋଉ କ୍ରନ୍ଦ ଧାତୁ ହଉଛି, ଆମର ଗାଇବାରେ ଗାନ କରିବା ଯୋଉ ତା ମୂଳ ଧାତୁରୁ ଆମର କାନ୍ଦୁଛି କ୍ରିୟାପଦଟି ଗଠନ କରାଯାଇଛି। ଏଥିରେ କିଛି ମିଶି ନାହିଁ। ଏଇଟା ହବ କଣ? ଅମିଶ୍ର କ୍ରିୟାପଦ। ମାତ୍ର ପିଲାଟି କ୍ରନ୍ଦନ କରୁଛି, କ୍ରନ୍ଦନ ପୁଣି କରୁଛି, କରିବା ବି ଗୋଟେ
କ୍ରିୟାପଦ ହବ, କ୍ରନ୍ଦନ ବି ଗୋଟେ କ୍ରିୟାପଦ ହବ। ଦୁଇଟାର ମୂଳ ରୂପ ବି ଅଲଗା ଅଲଗା। ବୁଝିପାରିଲେ? ଦିଟା ଦିଟା ମୂଳ ରୂପ ବା ଧାତୁ ରୂପ ବି ଅଲଗା ଅଲଗା। ଦିଟାକୁ ମିଶେଇଲେ ସେ କାନ୍ଦୁଛି ଯାହା ଅର୍ଥ, କ୍ରନ୍ଦନ କରୁଛି ବି ସେୟା ଅର୍ଥ ହବ। ତେଣୁକରି ଯେହେତୁ ଦୁଇଟି ପଦ ମିଶିକରି ଆମର ସେଇ ଅର୍ଥ ସମାନ ଅର୍ଥକୁ ବୁଝାଉଛି, ତେଣୁ କ୍ରନ୍ଦନ କରୁଛି ଏଟା ହବ ମିଶ୍ର କ୍ରିୟାପଦ। ଗାଇବେ, ଗାଇବେଟା ହବ କଣ? କିଛି ମିଶୁନାହିଁ, ଗୋଟିଏ କ୍ରିୟା ମାନେ ଗୋଟିଏ କ୍ରିୟାପଦ ଅଛି, ତେଣୁ ଏଟା ଅମିଶ୍ର। ଗାନ କରିବେଟା ଆମର ଗାନ କରିବେ, ଦୁଇଟା, ଏଟା ହଉଛି ଆମର ମିଶ୍ର। ଓକେ, ଯେପରି ଆମର ଏଠି ଦେଇଛେ କାନ୍ଦୁଛି ଗାଇବେ, ଦୁଇଟି କ୍ରିୟାପଦ, ଏ ଉଭୟ ଏକକ ଶୁଦ୍ଧ କ୍ରିୟାପଦ। ତେଣୁ ଏଥିରେ କିଛି ମିଶିନାହିଁ। ମାତ୍ର ଦ୍ୱିତୀୟ ବାକ୍ୟରେ ସେ କାନ୍ଦୁଛି ଆଉ ଗାଇବାକୁ ଆମେ ଲେଖିଛନ୍ତି କଣ ନା କ୍ରନ୍ଦନ କରୁଛି, ଗାନ କରିବେ। ଏଭଳି ଭାଷାରେ ଆମେ ଏଭଳି ରୂପରେ ଆମେ ପରିପ୍ରକାଶ କରିପାରନ୍ତି। ଏଇଟା ହଉଛି ମିଶ୍ରଣ ପଦ୍ଧତି। ଯେହେତୁ କ୍ରନ୍ଦନ କରୁଛି ଗାନ କରୁଛି ଆମର ଦୁଇଟି ପଦକୁ ମିଶିକି ଲେଖିଛନ୍ତି, ତେଣୁକରି ଏଟା ହବ ମିଶ୍ର କ୍ରିୟା। ଆଉ କାନ୍ଦୁଛି ଗାଇବେ ହବ ଅମିଶ୍ର କ୍ରିୟା। ସେ କଥା ଦେଇଛି ବାକ୍ୟରେ ବ୍ୟବହୃତ କ୍ରିୟାପଦରେ କିଛି ଲାଗିନଥିଲେ ଏକକ ଭାବରେ ପ୍ରକାଶିତ ହେଲେ ତାହାକୁ ଅମିଶ୍ର କ୍ରିୟା କୁହାଯାଏ। କହିକି ଆସିଲି କାନ୍ଦୁଛି ଗାଇବେ, ଏଟା ହେଲା ଅମିଶ୍ର କ୍ରିୟା। ମାତ୍ର ଏକାଧିକ ପଦ ମିଶିକି ରହିଥିବ ଯଦି ବାକ୍ୟରେ ଯୋଉ କ୍ରିୟାପଦରେ, ତାହା ହବ ମିଶ୍ର କ୍ରିୟା। ଆମର ଏକ୍ସାମ୍ପଲ ଦେଇଛି ଦେଖିଲେ ଦର୍ଶନ କଲେ। ଦେଖିଲେରେ କଣ ଆମର ସେ ମୂଳ କ୍ରିୟାପଦରୁ ମୂଳ ଧାତୁରୁ ଗଠିତ ହୋଇଛି, ମାତ୍ର ଦର୍ଶନ କଲେ ଏଠାରେ ସେଇ ସମାନ ଅର୍ଥ, ମାତ୍ର ଦୁଇଟି ପଦ ମିଶିକରି ହୋଇଛି। ଉଇଁବ ଉଦୟ ହବ, ରଚିଲା ରଚନା କଲା, ବିକିଲା ବିକ୍ରି କଲା। ବୁଝିପାରିଲେ କଣ? ଯଦି ସେଟା ପୁରା ଶୁଦ୍ଧ ରୂପରେ ମାନେ ମୂଳ ଧାତୁରେ କିଛି ପ୍ରତ୍ୟୟ ଲଗାଇ ଯୋଉଠି କ୍ରିୟା ଗଠନ କରାଯାଇଥିବ, ସେଇ କ୍ରିୟାଟା ଆମର ହବ କଣ ନା ତା ସହିତ କିଛି ଅର୍ଥ ବୁଝାଉଥିବ, ସେଇ କ୍ରିୟାଟି ହବ ଆମର କଣ ଅମିଶ୍ର କ୍ରିୟା। ସେ ଅମିଶ୍ର କ୍ରିୟାକୁ ଆମେ ଯେତେବେଳେ ଦୁଇଟି ବା ଏକାଧିକ ପଦକୁ ମିଶିକରି ପରିପ୍ରକାଶ କରିଥାନ୍ତି ବା କ୍ରିୟା ରୂପେ ବ୍ୟବହାର କରିଥାନ୍ତି, ସେଟା ହେଇଯିବ ମିଶ୍ର କ୍ରିୟା। ତାପରେ ଆମେ ଦେଖିବା କ୍ରିୟାର ଆଉ ଗୋଟେ ଯୋଉ ବିଭାଗୀକରଣ ହେଇଛି, ସେଟା ହଉଛି ଯୌଗିକ କ୍ରିୟାପଦ। ଯୌଗିକ କ୍ରିୟାପଦ କଣ? ଯେଉଁଠାରେ ଆମେ କହିଲେ ଶୁଦ୍ଧ ହଉ କି ଏକକ ସରଳ ରୂପ ହଉ, ଯୋଉ ଆମର କ୍ରିୟାପଦ ସେଟା ଯେବେ ଲାଗିବ ସେଟା ହଉଛି ସେଇଥିରୁ ଯେବେ କ୍ରିୟାପଦ ଗଠିତ ହବ, ଧାତୁରୁ ଗଠିତ ହବ, ସେଟା ହବ ସରଳ କ୍ରିୟା। ଯେତେବେଳେ ସରଳ କ୍ରିୟା ସେଟା ହବ କିମ୍ବା ଅମିଶ୍ର କ୍ରିୟାପଦ ହବ। ଯେତେବେଳେ ଏକାଧିକ ଧାତୁକୁ ସଂଯୋଗ କରି ମାନେ ଏକାଧିକ କ୍ରିୟାପଦର ମୂଳ ରୂପକୁ ସଂଯୋଗ କରି ଗୋଟିଏ କ୍ରିୟାପଦ ଆମେ ଗଠନ କରିବା, ସେତେବେଳେ ତାକୁ କହିବା ଯୌଗିକ କ୍ରିୟାପଦ। ବୁଝିପାରିଲେ? ପଢିଲା, ଛାତ୍ରଟି ପଢିଲା, ଏ ପଢିଲାରେ ଆମର ପଠ ଧାତୁରୁ ହୋଇଛି। ବୁଝିଲେ? ପଢିଲାଟି ଆମର ପଠ ଧାତୁରୁ ହୋଇଛି। ଇଲା ପ୍ରତ୍ୟୟ, ସେ ପ୍ରତ୍ୟୟ ଲାଗିଲେ ସୁଦ୍ଧା ସେ ଆମର ଶୁଦ୍ଧ ବା ଏକକ କ୍ରିୟାପଦ। ଓକେ, ତେଣୁ ପଢିଲାଟା ହବ ଆମର କଣ ଶୁଦ୍ଧ କ୍ରିୟା ବା ଅମିଶ୍ର କ୍ରିୟା। ଏଥିରେ କିଛି ମିଶି ନାହିଁ ବା ସରଳ କ୍ରିୟା। ମାତ୍ର ପଢି ସାରିଥିବ, ପଢ ରହୁଛି, ସାର ରହୁଛି, ଥା ରହୁଛି, ତିନିଟା କ୍ରିୟାପଦ ରହୁଛି। ତିନିଟା ଯାକ ମିଶିକରି ଆମର ତା ସହିତ ସେଥିରେ କିଛି ପ୍ରତ୍ୟୟ ଯୋଗ କରି ଆମେ ଗୋଟିଏ କ୍ରିୟାପଦ କରିଛନ୍ତି ପଢି ସାରିଥିଲେ। ଏ ପଢିଥିଲାରେ ପଢ ରହୁଛି, ଥା ରହୁଛି, ପଢରେ ଇ ପ୍ରତ୍ୟୟ ଲାଗିଛି ପଢି, ଥାରେ ଇଲା ଲାଗିଲା ଥିଲା। ଆଣିଲେ, ଆଣିଲେଟା ଆଣ, ଆମର ଗୋଟେ କ୍ରିୟାପଦ, ତେଣୁ ଏଟା ହବ ଆମର ସରଳ କ୍ରିୟା ବା ଅମିଶ୍ର କ୍ରିୟା ବା ଶୁଦ୍ଧ କ୍ରିୟା। ମାତ୍ର ଟାଣି ଆଣିଥିଲେ, ଟାଣ ଆଣ ଥା, ଟାଣି ଆଣିଲେ ଟାଣ। ବୁଝିପାରିଲେ କଣ? ସରଳ କ୍ରିୟା ଯାହା ସରଳ, ଅମିଶ୍ର, ଏକକ, ଶୁଦ୍ଧ, ଏସବୁ କ୍ରିୟା ଆମର ହଉଛନ୍ତି କ୍ରିୟାର ମୂଳ ରୂପ ଧାତୁରୁ ସୃଷ୍ଟି ହେଉଛନ୍ତି। କ୍ରିୟାର ମୂଳ ରୂପ ଗୋଟିଏ କ୍ରିୟାର ମୂଳ ରୂପରୁ ଗୋଟିଏ କ୍ରିୟାର ମୂଳ ରୂପ ଧାତୁରେ ବିଭିନ୍ନ ପ୍ରତ୍ୟୟ ଲଗାଇ ଆମେ ଗଠନ କରିଥାନ୍ତି। ସେଗୁଡିକୁ କହିଥାନ୍ତି ସରଳ, ଅମିଶ୍ର, ଏକକ ଓ ଶୁଦ୍ଧ କ୍ରିୟା। ମାତ୍ର ଯେଉଁ କ୍ରିୟାଟି ଆମର ଏକାଧିକ କ୍ରିୟାପଦର ମୂଳ ପ୍ରକୃତି ଯୋଉ ରହିଲା ଧାତୁ, ସେଥିରେ ବିଭିନ୍ନ ପ୍ରତ୍ୟୟ ଯୋଗ କରି ଗଠିତ କରାଯାଏ। ଏକାଧିକ ହେଲା କି କଣ ହଉଛି ଆମର ଯେପରି ପଢି ସାରିଥିଲା, ପଢ ସାର ଥା, ପଢ ଗୋଟିଏ କ୍ରିୟାର ଧାତୁ ରୂପ,
ସାର୍ ଗୋଟେ କ୍ରିୟାର ଧାତୁ ରୂପ, ଠା ଗୋଟେ କ୍ରିୟାର ଧାତୁ ରୂପ। ତିନୋଟି ଧାତୁ ରୂପ ମିଶି ସେଥିରେ କିଛି ପ୍ରତ୍ୟୟ ଯୋଗ କରି ଆମେ ଯେଉଁ କ୍ରିୟାପଦଟି ଗଠନ କଲେ ସେଇଠି ଯୋଉ ପଢି ସାରିଥିଲା ସେଇଟା ହଉଛି ଯୌଗିକ କ୍ରିୟାପଦ। ବୁଝିପାରିଲେ? ମୁଁ ଯୋଉ କହିଲି ଟାଣ ଆଣ ଦୁଇଟି ଧାତୁରେ ଆମର ଟାଣି ଆଣିଲେ ହେଲା। ଟାଣ ଆଣ ଥାରେ ଆମର କଣ ହେଲା ତିନୋଟି ଧାତୁ ରହିଲା। ଟାଣି ଆଣିଥିଲେ କ୍ରିୟାପଦ ହେଲା। ଦେଖ ପାର ଏଠି ଦୁଇଟି ଦେଖିପାରିଲେ ହେଲା। ତେଣୁ ଏଥିରୁ ଆମେ କଣ ଜାଣିଲେ ନା ବାକ୍ୟରେ ଉଭୟ ପ୍ରକାର କ୍ରିୟା ଆମର ସରଳ କ୍ରିୟା ହଉ କି ଯୌଗିକ କ୍ରିୟା ହଉ ଉଭୟ ପ୍ରକାର କ୍ରିୟା ବ୍ୟବହୃତ ହୋଇଥାଏ। ଯେଉଁ କ୍ରିୟାପଦରେ ମୁଖ୍ୟ ଓ ସାହାଯ୍ୟକାରୀ ଧାତୁ ଭାବେ ଦୁଇ ବା ତହିଁରୁ ଅଧିକ ଧାତୁ ଯୋଗ ହୋଇ ରହିଥାନ୍ତି ତାହାକୁ ଯୌଗିକ କ୍ରିୟା କୁହାଯାଏ। ବୁଝିପାରିଲ? ଖାଇ ସାରିଥିଲା, ପଢି ସାରିଥିଲା ଏଟା କଣ ଦୁଇ ବା ଅଧିକ ଧାତୁରୁ ଆମର ଗୋଟେ କ୍ରିୟାପଦ ଗଠନ କରାଯାଇଛି। ସେଥିପାଇଁ ଏଗୁଡିକୁ ଆମେ କଣ କହୁଛନ୍ତି ଯୌଗିକ କ୍ରିୟାପଦ। ପୁରା କ୍ଲିୟର ହେଲେ? ଓକେ। ସେଇଭଳି ଆମେ କହିପାରିବା ପଢି ସାରି ଶୋଇଲା, ଦେଖିକରି ଆସିବ, ନେଇଥାନ୍ତା, ଖେଳୁଥିଲା। କିନ୍ତୁ ମନେ ରଖିବେ ଯୌଗିକ କ୍ରିୟାପଦ ଗୁଡିକୁ ଆମେ କେବେ ବି ଛାଡି ଛାଡି ଲେଖିବାନି, ଭୁଲ ହବ। ସବୁବେଳେ ଲାଗି ଲାଗି ଲେଖିବା। ପଢି ଗ୍ୟାପ ଦେଇ ସାରି ଗ୍ୟାପ ଦେଇ ଶୋଇଲା ଆମେ ଲେଖିବା ନାହିଁ। ଲଗେଇ ଲଗେଇ ଲେଖିବା ପଢି ସାରି ଶୋଇଲା, ଦେଖିକରି ଆସିବ, ନେଇଥାନ୍ତା, ଖେଳୁଥିଲେ, ଶୋଇଥିଲେ, ଯାଉଥିଲେ, ଯାଇ ଆସୁଥିଲେ, ଯାଇ ଆସୁଥିଲେ। ସେଇଟା ବି ହବ ଆମର ଯୌଗିକ କ୍ରିୟାପଦ। ଆମେ କହିପାରିବା ଯେ ଯାଇଟା ଅସମାପ୍ୟ କ୍ରିୟା ହଉଛି କି କଣ ଆମେ ସେ ବି କହିପାରିବା କିନ୍ତୁ ଯଦି ବାକ୍ୟରେ ଦେଇଥିବ ଯୌଗିକ କ୍ରିୟାପଦ ସୂଚାଅ ଟୋଟାଲ ଯାଇ ଆସୁଥିଲେ। ବୁଝିପାରିଲେ? ଏଇ ସବୁ ଥିଲା ଆମର କଣ ନା କ୍ରିୟାପଦର ବିଭାଗୀକରଣ। କଣ କଣ ପଢିଲେ ନା ସିଦ୍ଧ କ୍ରିୟା, ସିଦ୍ଧ, ସାଧ୍ୟ ବା ସାଧିତ, ତାପରେ ସମ୍ପନ୍ନ, ଅସମ୍ପନ୍ନ ସୂଚକ, ପ୍ରେରଣାର୍ଥକ କ୍ରିୟା, ପ୍ରେରଣାର୍ଥକ, ନାମଧାତୁ, ସମାପିକା, ଅସମାପିକା, ଯୌଗିକ, ମିଶ୍ର, ଅମିଶ୍ର ଏଇଭଳି ଆମେ କ୍ରିୟାପଦ ଗୁଡିକୁ ବିଭାଗୀକରଣ କରିଛନ୍ତି ସବୁ ପଢିକରି ଆସିବୁ। ବର୍ତ୍ତମାନ ଆମେ କଣ ଦେଖିବା ନା ବର୍ତ୍ତମାନ ଆମେ ପଢିବା ଯେ କ୍ରିୟାର କାଳ, ପୁରୁଷ, ବଚନ, ଭାବ। ପୂର୍ବ କ୍ଲାସରେ ଆମେ କହିଥିଲେ କ୍ରିୟା ଆମର ଦ୍ଵାରା କାଳ ଜଣା ପଡେ। କ୍ରିୟା ଦ୍ଵାରା ମଧ୍ୟ ଆମେ କ୍ରିୟାଟା ଆମେ ବଚନ ଅନୁସାରେ ଲାଗିଥାଏ। ଓକେ। ସୋ ବର୍ତ୍ତମାନ କାଳ ଥିଲେ କ୍ରିୟାପଦ କେମିତି ଲାଗେ? ଯାଏ, ଖାଏ, ଦେଖେ, ଶୁଣେ, ଖାଉଛି ଯୋଉଟା ବର୍ତ୍ତମାନ ହଉଛି ଘଟୁଛି ସେଇ ହିସାବରେ ଆମର ଛି ଛା ଲାଗିକରି ଯାଏ, ଖାଏ, ଦେଖେ, ଗୁଣ, ଯାଉଛି, ଖାଉଛି, ପଢୁଛି ଏସବୁ ହଉଛି ଆମର ଗୋଟେ ବାକ୍ୟର କଣ ପ୍ରେଜେଣ୍ଟ ଟେନ୍ସକୁ ବୁଝାଇବ ଏଇ କ୍ରିୟାପଦ ଗୁଡିକ। ଅତୀତ କାଳକୁ କଣ ବୁଝାଇବ? ଗଲି, ଆସିଲି, ନେଲା, ଦେଲ, ପାଇଲୁ ଏସବୁ ଆପଣମାନେ ଜାଣିଛନ୍ତି। ତେଣୁକରି ଏସବୁ ବିଷୟ ଅଧିକ ଡିସ୍କସନ କରି କିଛି ଲାଭ ନାହିଁ ଆପଣମାନେ ଜାଣିଛନ୍ତି ହେଲା। ଗଲି ଯୋଉଟା ଆମର ପାଷ୍ଟ କୁ ବୁଝାଇଲା ଯୋଉ କ୍ରିୟାପଦ ସେଥିରେ ଯୋଉ କ୍ରିୟାପଦଟା ଥିବ ସେଇଟା ହଉଛି ଆମର ପାଷ୍ଟ ଟେନ୍ସ ବା ଆମର ଅତୀତ କାଳର କ୍ରିୟାପଦ। ବୁଝିପାରିଲେ? ଗଲାଣି, ନେଲାଣି, ପାଇଲୁ ଏସବୁ ଅତୀତ କାଳକୁ ବୁଝାଇଲା। ଆଉ ଯୋଉଟା ହେବ ଆମର ପଢିବ, ଖେଳିବ, ଯିବ, ଆସିବ ଏସବୁ କଣ ନା ଭବିଷ୍ୟତରେ ଘଟିବ ବୋଲି ଏସବୁ କ୍ରିୟାକୁ ଆମର ଭବିଷ୍ୟତ ଯୋଉ ଆମର ଭବିଷ୍ୟ କାଳ କ୍ରିୟା ବୋଲି କୁହାଯାଏ। ବୁଝିପାରିଲେ? ତା ସହିତ ଆମର ମାନସିକ ଅବସ୍ଥା ବା ଭାବକୁ ନେଇ ମନର ଭାବକୁ ନେଇ କ୍ରିୟାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହଉଛି ଅନୁଜ୍ଞାବାଚକ ଆଉ ଗୋଟେ ସମ୍ଭାବନା ସୂଚକ। ସମ୍ଭାବନା ସୂଚକ ମାନେ ଆମେ ଯୋଉ କ୍ରିୟାଟା ଲାଗିକରି ଗୋଟେ ବାକ୍ୟରେ ସମ୍ଭାବନା ଅର୍ଥକୁ ପ୍ରକାଶ କରିବ। ମାନେ ସେ ବୋଧେ ଆଜି କଟକ ଆସୁଥିବେ ଆମେ ସମ୍ଭାବନା କରୁଛୁ। ଆମେ ଜାଣିନୁ ସେ ଆସୁଛନ୍ତି ନାହିଁ ତେଣୁ ଆସୁଥିବେ ଏଇଟା ହବ କଣ ନା ସମ୍ଭାବନା ସୂଚକ କ୍ରିୟାପଦ। ଅନୁଜ୍ଞାବାଚକ ସୂଚକ କ୍ରିୟାପଦ କଣ? ଯେ ପରାମର୍ଶ, ବିରକ୍ତି, ଆଦେଶ ଉପରେ ଏ ଉଠ ଏଠି ତାକୁ କଣ କଲି ଆଦେଶ କଲି ଏ ଉଠ ଟା ହବ ଅନୁଜ୍ଞାବାଚକ କ୍ରିୟାପଦ। ପରାମର୍ଶ ଦେଲେ ପାଠ ପଢ ଗୋଟେ ଭଲ ଚାକିରି ପାଇବୁ। ଯେ ପଢ କହିଲି ଏଟା ପରାମର୍ଶ ଦେଲି ତାକୁ। ଓକେ, ଯା ଖେଳିବୁ ଆଦେଶ ଦେଲି। ଏଇଭଳି ଜିନିଷ ଗୁଡ଼ିକ ହଉଛି ଏଇଭଳି କ୍ରିୟାପଦ ଗୁଡ଼ିକ ହଉଛି ଅନୁଜ୍ଞାବାଚକ କ୍ରିୟାପଦ। ଆଉ ଯୋଉଠି ସମ୍ଭାବନା ଆସିବ ଯାଇପାରିଥାନ୍ତେ, ହୋଇଥାନ୍ତା, ଖେଳିଥାନ୍ତେ, ଖାଇଥାନ୍ତେ, ଆସୁଥାନ୍ତେ ଇଏ ସବୁ ହବ ଆମର ସମ୍ଭାବନା ସୂଚକ। ଆମର ଉଠ ବସ ଦେଖ ଯାହା ହବ ଆମର କଣ ନା ଅନୁଜ୍ଞା ସୂଚକ କ୍ରିୟାପଦ। ଓକେ।
ବୁଝିଲେ? ତାପରେ ଆମେ ଜାଣିବା ଯେ ପୁରୁଷ ଆଉ ବଚନ ଅନୁସାରେ ମଧ୍ୟ ଓଡିଆ କ୍ରିୟାପଦ ଗୁଡ଼ିକ ବ୍ୟବହୃତ ହୋଇଥାଏ। ଆମେ ଏଟା ବିଶ୍ଳେଷଣ କରିଛନ୍ତି। ଆମର 3ଟି ପୁରୁଷ ରହିଛି। ପୁରୁଷ କ୍ଲାସଟି ସରିଛି। ବଚନ କ୍ଲାସ ମଧ୍ୟ ସରିଛି। 2 ପ୍ରକାର ବଚନ ଅଛି, ଏକବଚନ, ବହୁବଚନ। ପୁରୁଷ ହେଲା ପ୍ରଥମ ପୁରୁଷ, ଦ୍ୱିତୀୟ ପୁରୁଷ, ତୃତୀୟ ପୁରୁଷ। ପ୍ରଥମ ପୁରୁଷ ଯିବେ ମୁଁ, ମୁଁ, ଆମେ, ଆମ୍ଭେମାନେ। ଆଉ ଦ୍ୱିତୀୟ ପୁରୁଷ ହେଲେ ତୁ, ତୁମେ, ଆପଣ, ଆପଣମାନେ, ତୁମ୍ଭେମାନେ। ତୃତୀୟ ପୁରୁଷ ହେଲା ଯାହା ରହିଲେ ସେ, ରାମ, ହରି ଯାହା ବି ରହିଲେ ସେମାନେ, ଇଏ ସବୁ ହେଲେ ତୃତୀୟ ପୁରୁଷ। ଏସବୁ ପଢିକି ଆସିଛନ୍ତି। ତ ପ୍ରଥମ ପୁରୁଷର ଏକବଚନ କେମିତି ଲାଗିବ? ଏକବଚନ ହବ ମାନେ କହିକି ଆସିଲି ଆମର ମୁଁ ସହିତ ଆମର ଯାଏ ରହିବ। ଯାଏ, ଯାଉଛି, ଖାଏ, ଖାଉଛି। ତାପରେ ଆମର ଯଦି ଫ୍ୟୁଚରକୁ ଯିବା, ଯିବି, ମୁଁ ରହିଲେ ଯାଇଥିଲି। ଆରେ ଏକବଚନ। ବହୁବଚନରେ ଆମେ ମାନେ ଯାଉ, ଆମେ ମାନେ ଅଛୁ। ତ ଦ୍ୱିତୀୟ ପୁରୁଷ ସେଇଭଳିଆ ତୁମେ ଯାଅ, ତୁମେ ଯାଉଛ, ତୁମେ ମାନେ ଯାଅ, ବହୁବଚନରେ ଲାଗିବ। ତୃତୀୟ ପୁରୁଷ ସେଇଭଳିଆ ସେ ଯିବ, ଏକବଚନରେ କ୍ରିୟା ରୂପେ ଯିବ, ଯିବେ, ଗଲା, ଗଲେ। ସେ ଯାଇଛି, ଯାଉଛି, ଯାଉଛନ୍ତି। ସେ ଖାଉଛି, ଖାଉଛନ୍ତି। ଓକେ। ଯୋଉ ଆମର ସେ ଖାଉଛି, ଖାଉଛନ୍ତି, ଏ ଖାଉଛନ୍ତି, ଏଟା ଜଣା ଯାଉଛି ଆମର ବହୁବଚନ କ୍ରିୟା। ମାତ୍ର ଏଇ ଯୋଉ ସେଟା ସମ୍ମାନ, ତ ମନେକର ସମ୍ମାନ ଅର୍ଥରେ ବ୍ୟବହାର କରାଯାଉଛି। ମନେକର ଜଣେ ବଡ ଲୋକ କି ଶିକ୍ଷକ, ଜଣେ ଶିକ୍ଷକ ଆମ ଘରକୁ ଆସିଛନ୍ତି। ତାପରେ ମୁଁ କଣ କହିବି? ସେ ଖାଉଛନ୍ତି। ଏଠି ଆମେ ଶିକ୍ଷକଙ୍କୁ ସମ୍ମାନ ଅର୍ଥରେ ବହୁବଚନ କ୍ରିୟା ଲଗାଯାଇଛି, ଖାଉଛନ୍ତି ବା ଯାଉଛି। ବୁଝିପାରିଲେ? ତୃତୀୟ ପୁରୁଷରେ। ତୃତୀୟ ପୁରୁଷ ବହୁବଚନ କ୍ରିୟା ରୂପ କେମିତି ହବ? ସେମାନେ, ସେମାନେ ହେଲା, ବାଳକମାନେ ହେଲା, ଗାଈ ଗୁଡିକ ହେଲା, ଯାଉଛନ୍ତି, ଯାଇଥାନ୍ତେ, ଯିବେ। ଏସବୁ ଆମର କଣ? ଆମର କ୍ରିୟା, ଯୋଉ ଆମର କ୍ରିୟାପଦର ବ୍ୟବହାର ହଉଛି ପୁରୁଷ ଆଉ ବଚନରେ, ବା ପୁରୁଷ ବଚନ ସହିତ ଏହା କ୍ରିୟାପଦଟି ଆମର କାଳକୁ ମଧ୍ୟ ସୂଚାଇଥାଏ। ତେଣୁକରି ଆଜିର କ୍ଲାସରେ ଆମେ ଡିସ୍କସନ କଲେ କ୍ରିୟାପଦର, କ୍ରିୟାପଦ କଣ, କ୍ରିୟାପଦର ବିବାହୀକରଣ, କ୍ରିୟାପଦ ଆମର କେଉଁଠି କେଉଁ ବାକ୍ୟରେ କେମିତି ୟୁଜ ହେଲେ କୋଉ କ୍ରିୟାପଦକୁ କଣ ଆମେ କହିବା। ଓକେ। ତେଣୁ ସେସବୁ ବିଷୟରେ ଆମେ ଡିସ୍କସନ କଲେ, ଆଉ ଆଲୋଚନା କଲେ। ସେ କ୍ଲାସଟି ସରିଲା। ଆଶା ଆପଣଙ୍କୁ ଏଇ କ୍ଲାସଟି ଭଲ ଲାଗିଥିବ। ନୂଆ କରି ଆପଣ ଏଇ କ୍ଲାସକୁ ଭିଜିଟ କରୁଥିଲେ, ପ୍ଲିଜ ସବସ୍କ୍ରାଇବ ମାଇ ଚ୍ୟାନେଲ। ଥ୍ୟାଙ୍କ ୟୁ।